ଯେତେବେଳେ ଏମର୍ଜେନ୍ସିର କଥା ଆସେ ସେ ସମୟରେ କେମିତି ଆପଣଙ୍କର ସମୟ କଟିଥିଲା ଏମର୍ଜେନ୍ସି ସମୟରେ ଆପଣଙ୍କର ଭୂମିକା କ'ଣ ରହିଥିଲା? ସେତେବେଳେ କୁହାଯାଉଥିଲା ସମ୍ପୂର୍ଣ୍ଣ କ୍ରାନ୍ତି ନାରା ହେ ଭାବି ଇତିହାସ ହମାରା ହେ। ବିଜୁ ବାବୁଙ୍କ ନେତୃତ୍ୱ ତାଙ୍କର ବ୍ୟକ୍ତିତ୍ୱର ବେଶ ଲୋକପ୍ରିୟତା ଥିବା ସତ୍ତ୍ୱେ ହଠାତ୍ କାହିଁକି 1995ରେ ପୁଣି କଂଗ୍ରେସ କ୍ଷମତାକୁ ଆସିଲା? ବିଜୁଙ୍କର ଯେଉଁ ତାଙ୍କ ବିଚାର ଏତେ ବୃହତ୍ତର ଥିଲା ତାଙ୍କ ସାଙ୍ଗରେ ସମସ୍ତେ ଖାପ ଖାଇ ଚଳେଇ ପାରିଲେ। ଓଡ଼ିଆ ଅସ୍ମିତା କଥା ଗୋଟେ ଜାତୀୟ ଦଳ କହିଲା, ସେ ଲୋକଙ୍କ ମନକୁ ଛୁଇଁଲା। ବିଜୁ ଜନତା ଦଳ କଥା ଯାହା କୁହାଗଲା ସେ ଲୋକ ଗ୍ରହଣ କଲେ ନାହିଁ। 2024 ମସିହାରେ କାହିଁକି ବିଜେଡି ଆପଣଙ୍କୁ ଆଉ ଟିକେଟ୍ ଦେଲାନି? ଦଳ କାହିଁକି ଆପଣଙ୍କ ଉପରେ ଆଉ ଭରସା କରିପାରିଲାନି? କେବଳ ଦଳ ଭରସା ନେଇ ମୁଁ ମଧ୍ୟ ଦେଖିଲି ଏ ଯେଉଁ କାର୍ଯ୍ୟକ୍ରମ ସହିତ ମୁଁ ଖାପ ଖୋଇ ପାରୁନି। ବିଧାୟକ ଭାବରେ କାମ କଲାବେଳେ ଅନେକ ଅଙ୍କୁଶ ରହିଲା ଏବଂ ଏଇ ଯେଉଁ ଇଏ ଗୋଟିଏ ଦୂରତ୍ୱ ସୃଷ୍ଟି କଲା ନେତା ଏବଂ ଆମ ଭିତରେ ଏବଂ ନବୀନ ବାବୁ ଅନ୍ୟମାନଠୁ ଦୂରେଇ ଗଲେ। ଯାଜପୁର ଭଳି ଜିଲ୍ଲା ଯାହା ବିଜେଡିର ଗଡ଼ ଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଗଲା କହିଲେ କିଛି ଭୁଲ ହେବନି। ଯେଉଁ ନେତାମାନେ ଭାବନ୍ତି ସେ ଆମେ ସର୍ବମୟ ନେତା ହେଇଗଲୁ କିନ୍ତୁ ମାଟି ଗୋଡ଼ ତଳୁ ଖସୁଛି, ବାସ୍ତବତା ସାଙ୍ଗରେ ରହିଲେ ଏବଂ ଏଇ ଯେଉଁ ଅବାସ୍ତବ ଅହଙ୍କାରୀ ଯେଉଁ ଭାବନା ସେ ଯାଜପୁରକୁ ବହୁତ ଅନୁସାରେ କ୍ଷତିଗ୍ରସ୍ତ କରାଇଲା। ନନ୍ଦିନୀ ଦେବୀ ଏବଂ ପରେ ବିଜୁ ପଟ୍ଟନାୟକଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ଥିଲା? ନନ୍ଦିନୀ ଦେବୀଙ୍କ ସାଙ୍ଗରେ ଆମର ଯେଉଁ ସମ୍ପର୍କ ଥିଲା, ସେ ଯେହେତୁ କଂଗ୍ରେସରେ ଥିଲେ, ଇନ୍ଦିରା ଗାନ୍ଧୀଙ୍କ ସେତେବେଳେ ଯେଉଁ ଏକଛତ୍ରବାଦ ତା ବିରୁଦ୍ଧରେ ଆମେ ଲଢ଼େଇ କରୁଥିଲୁ, ତେଣୁ ତାଙ୍କର କୋପର ମୁଁ ଶିକାର ହେଇଛି। ନମସ୍କାର, ଓଡ଼ିଶା ଲାଇଭ୍ର କେତେ କଥା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଅଭିନ୍ନ ଆଶୁତୋଷ। ଆଜି କେତେ କଥା କାର୍ଯ୍ୟକ୍ରମରେ ଅଛନ୍ତି ଆମର ଅତିଥି ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ। छह थरर विधायक, पूर्वतन मंत्री, सर अनेक परिचय आपणकर रही। अनेक राजनैतिक दल में आपण निजर भाग्य परीक्षा कर सारी। वर्तमान किंतु निर्दलीय केमिति अनुभव करुचंती, केमिति समय काटुचंती? नमस्कार, मुझे कार्यक्रम दर्शक मान पाखे पहुँचवार सुजोग देथिबारु मु साधुवाद जनाऊँगी। राजनैतिक कार्यक्रम दल संगे तो निश्चित भाव में संपृक्त थी, किंतु पूर्व मोर राजनीतिक जीवन छात्र राजनीति आरंभ। परवर्ती अवस्था राजनैतिक दल जनता पार्टी, जनता दल एवं परवर्ती अवस्था बिजु जनता दल ये कार्यक्रम भितर मु अच्छी। मु गत वर्ष 24 मसीहा निर्वाचन पर आमर जो सभ्य संग्रह कार्यक्रम होता बीजेडी से सभ्य मोर रिन्यूअल होनी तेणु मु निर्दलीय अच्छी आउ कौन दल में जोग देनी। दलर अंकुश ना कारण कम कर स्वाधीनता अच्छी। अच्छा, मत भल लगुच किसी कार्यक्रम कि दिन धरी जे कौन प्रकार मोर जो विचार को ता संगे बुझामणा करने पड़ूनी, मो कथा को अति निर्भीक भाव में स्पष्ट भाव रखार सहायक होती। ओके सर, राजनैतिक कथबार्ता आग को नेबा पूर्वर मु आपणक व्यक्तिगत जीवन विषय किसी जानापी चाहिए। केमिति आपणकर पिलादिन थिला, परवर्ती समय पाठ पढ़ा केमिति होइतिला? मो जन्म प्रकृत मोर आम निज गाँ जन्मित गाँ कृष्णपुर शासन अविभक्त कटक जिला थिला, एबे जाजपुर जिला होइछि। एवं सेठी कार्यक्रम मु स्कूल पढ़िया बेलू मोर जहाँ जहाँ छात्र जीवन कहानी से मध्य मु चेष्टा करूथली समस्त घटना रे मोर केमति पारदर्शिता रहिबो। अच्छा, परिश्रम करूथली, अनेक अनिसंधुचा मन थिला। परवर्ती अवस्था रे कॉलेज जीवन को आसिला परे मु छात्र राजनीति रे जोग देली। आपण प्रायतः 1969 मसीह छात्र राजनीति निजर पदार्पण करथिले। 69 मसीह जो छात्र आंदोलन होता ये गोटे दुर्बार छात्र आंदोलन ओडिशा रे। बर्तमान तो छात्र आंदोलन से बड़े हो ना। 64 मसीहा परवर्ती अवस्था 69 मसीहा 64 मसीह मु स्कूल छात्र 69 मु कॉलेज जीवन आरंभ करी एवं से जो कार्यक्रम रे मु संपृक्त हैला परे छात्र संगठन अखिल भारतीय विद्यार्थी परिषद मु कटक सेक्रेटरी हेली, एक स्तरीय देश स्तरीय स्टेट सेक्रेटरी हेली, जनरल सेक्रेटरी। अच्छा,
ଏବଂ କାର୍ଯ୍ୟକ୍ରମ ଭିତରେ ଅନେକ ଆମର ଛାତ୍ରଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ସମ୍ପର୍କରେ ଆସିବାର ସୁଯୋଗ ଥାଏ। 1974-75 ଶିକ୍ଷାବର୍ଷରେ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ସାଧାରଣ ସମ୍ପାଦକ ଭାବରେ ଛାତ୍ର ସଂସଦର ନିର୍ବାଚିତ ହେଲି ଏବଂ ପରବର୍ତ୍ତୀ ଅବସ୍ଥାରେ ଆମେ ଜୟପ୍ରକାଶ ନାରାୟଣଙ୍କୁ ସେତେବେଳେ ଆମର ଥିଲା ନିମନ୍ତ୍ରଣ ଥିଲା ଏ ସବୁ କଲେଜର ଯେତେ 4ଟି ୟୁନିଭର୍ସିଟି ଥିଲା ସେ ୟୁନିଭର୍ସିଟିରେ ସମସ୍ତ ଆଫିଲିଏଟେଡ୍ କଲେଜ ସେତେବେଳେ ହେଉଛି ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ପରବର୍ତ୍ତୀ ଅବସ୍ଥାରେ OUT। ଆଚ୍ଛା। ଏବଂ ଏଇ ଯେଉଁ 4ଟି ବିଶ୍ୱବିଦ୍ୟାଳୟ ସମସ୍ତେ ଇଲେକ୍ଟେଡ୍ ବଡି ମାନେ ଗୋଟେ କନଭେନସନ୍ ଲାଗିଥିଲା ବାଣୀବିହାର କ୍ୟାମ୍ପସରେ ହେଇଥିଲା ଏବଂ ସେ ସମୟରେ ଜୟପ୍ରକାଶଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ। ସେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ଯେଉଁ ଛାତ୍ର ଯୁବକମାନେ ବାହକ ଥିଲେ ଏବଂ ସେ ଯେଉଁ ସମ୍ମିଳନୀରେ ମୁଁ ରାଜ୍ୟ ଶାଖାର ଯୁବ ଛାତ୍ର ସଂଘର୍ଷ ସମିତିର ଆବାହକ ଭାବରେ ମୁଁ ନିର୍ବାଚିତ ହୋଇଥିଲି। ଅର୍ଥାତ୍ ସେତେବେଳେ ଆପଣ ଏବିଭିପିରେ ମଧ୍ୟ ଥିଲେ ଏବଂ ଜୟପ୍ରକାଶ ନାରାୟଣଙ୍କ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ମଧ୍ୟ ନିଜକୁ ସାମିଲ କରିଥିଲେ। ଓକେ, ପରବର୍ତ୍ତୀ ସମୟରେ ସାର୍ ଯେତେବେଳେ ଏମର୍ଜେନ୍ସିର କଥା ଆସେ ସେ ସମୟରେ କେମିତି ଆପଣଙ୍କର ସମୟ କଟିଥିଲା? ଏମର୍ଜେନ୍ସି ସମୟରେ ଆପଣଙ୍କର ଭୂମିକା କ'ଣ ରହିଥିଲା? ଗୋଟିଏ ପଟେ ଜୟପ୍ରକାଶ ନାରାୟଣଙ୍କ ସହ ମିଶି ଆନ୍ଦୋଳନ କରିବା ଏବଂ ସେ ଆନ୍ଦୋଳନକୁ କେଉଁମାନେ ଓଡ଼ିଶାରେ ପରିଚାଳନା କରୁଥିଲେ ତାଙ୍କ ସହ ସମ୍ପର୍କ କ'ଣ ଥିଲା? ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ପ୍ରକୃତରେ ସମାଜର ବିଭିନ୍ନ ସ୍ତରରେ ପରିବର୍ତ୍ତନ କରିବା ପାଇଁ ଉଦ୍ଦିଷ୍ଟ ହୋଇଥିଲା। ସେତେବେଳେ କୁହାଯାଉଥିଲା ସମ୍ପୂର୍ଣ୍ଣ କ୍ରାନ୍ତି ନାରା ହେ ଭାବି ଇତିହାସ ହମାରା ହେ। ଆଚ୍ଛା। ତେଣୁ ଭବିଷ୍ୟତକୁ ନିର୍ମାଣ କରିବାକୁ ହେଲେ ସମାଜର ସବୁ କ୍ଷେତ୍ରରେ ସେ ଶିକ୍ଷା ହେଉ, ରାଜନୀତି ହେଉ, ଅର୍ଥନୀତି ହେଉ, ସମାଜ ବ୍ୟବସ୍ଥା ହେଉ, ଇଏ ସମସ୍ତ କଥାରେ ଗୋଟିଏ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକତା ଅଛି। ସ୍ୱାଧୀନତାର ପରବର୍ତ୍ତୀ କଥାରେ ଏକଥାକୁ ଯେଉଁମାନେ ଅନୁଭବ କରୁଥିଲେ ଛାତ୍ର ଯୁବକ ଆନ୍ଦୋଳନ ଆରମ୍ଭ କଲେ ପରେ ଲୋକନାୟକ ଜୟପ୍ରକାଶ ନାରାୟଣ ଏ ଆନ୍ଦୋଳନରେ ମାର୍ଗଦର୍ଶନ କଲେ ଏବଂ ଏ ଆନ୍ଦୋଳନ ଏତେ ଲୋକଙ୍କ ମନକୁ ଛୁଇଁଥିଲା, ବିଶେଷ କରି ଯୁବକ ଛାତ୍ରମାନଙ୍କ ମନକୁ ଛୁଇଁଥିଲା। ଆମେ ପ୍ରତି ଜାଗାରେ ପ୍ରତି ସ୍ଥାନରେ ସବୁ ରାଜ୍ୟମାନଙ୍କରେ ଯୁବ ଛାତ୍ର ସଂଘର୍ଷ ବାହିନୀ ଗଢ଼ା ହେଇଥିଲା, ଯେଉଁମାନେ ସଂଘର୍ଷ କରିବେ, ଆନ୍ଦୋଳନ ଭିତରକୁ ନେବେ ଏବଂ ଲୋକଙ୍କ ସ୍ୱରକୁ ସରକାର ପାଖରେ ପହଞ୍ଚାଇବା ପାଇଁ ନୁହେଁ, ଲୋକଙ୍କ ସ୍ୱରକୁ କୋଉଭଳି ଭାବରେ ଏକ ପରିବର୍ତ୍ତିତ ଢଙ୍ଗରେ ସାବ୍ୟସ୍ତ କରିବାକୁ ପଡ଼ିବ ସେଥିପାଇଁ ଆନ୍ଦୋଳନ ହେଇଥିଲା। ଗୁଜରାଟର ଛାତ୍ର ଆନ୍ଦୋଳନ ଆରମ୍ଭ ହେଲା ଚିମନ ଭାଇ ପଟେଲ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ, ଭ୍ରଷ୍ଟାଚାର ବିରୁଦ୍ଧରେ ହେଉଥିଲା, ଶିକ୍ଷାର କେତେକ ସଂସ୍କାର ପାଇଁ ହେଇଥିଲା। ପରବର୍ତ୍ତୀ ଅବସ୍ଥାରେ ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ସବୁ ରାଜ୍ୟକୁ ଏ ବ୍ୟାପିଥିଲା। ଓଡ଼ିଶାର ଯେଉଁ ଜନସଂଘର୍ଷ ସମିତି ହେଇଥିଲା, ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନକୁ ନେଇ ଯେଉଁ କମିଟି ହେଇଥିଲା ସେଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଆବାହକ। ଓକେ, ଆପଣ ତାଙ୍କ ସହ କାମ କରୁଥିଲେ? ମୁଁ ଯୁବ ଛାତ୍ର ସଂଘର୍ଷ ସମିତିର ଆବାହକ ଭାବରେ ପ୍ରକୃତରେ ସେଇ ଯେଉଁ କାର୍ଯ୍ୟକ୍ରମର ଆମର ଯୁବକ ଛାତ୍ରମାନେ ମୁଖ୍ୟତଃ ପୂର୍ବ ଭାଗରେ ରହିଥିଲେ ଏ କାର୍ଯ୍ୟକ୍ରମ ହେଉଥିଲା। ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଅନ୍ୟ ବହୁ ନେତୃବୃନ୍ଦଙ୍କ ଯେଉଁମାନେ ସର୍ବୋଦୟ ନେତା ଥିଲେ, ମନମୋହନ ଚୌଧୁରୀଙ୍କଠୁ ଆରମ୍ଭ କରି ରମା ଦେବୀ, ଅନ୍ୟାନ୍ୟ ଯେଉଁମାନେ ନେତୃବୃନ୍ଦ ସେହି ସମୟରେ ଥିଲେ ତାଙ୍କ ସମ୍ପର୍କରେ ଆସିବାର ମୋର ସୁଯୋଗ ହେଲା। ନିର୍ଦ୍ଦିଷ୍ଟ ଭାବରେ ଯଦି ଜାଣିବା ପାଇଁ ଚାହିଁବି, ନବକୃଷ୍ଣ ଚୌଧୁରୀଙ୍କ ଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଏମାନଙ୍କ ସହିତ କାମ କରିବା ଭିତରେ ଆପଣ କ'ଣ ଶିଖିଲେ? କେମିତି ଆପଣଙ୍କ ସମ୍ପର୍କ ସେ ସମୟରେ ତିଆରି ହେଲା? ବାସ୍ତବରେ ହରେକୃଷ୍ଣ ମହତାବ ତାଙ୍କର ପ୍ରତି କଥାରେ କିଛି ନା କିଛି ଶିଖିବାର ଥିଲା। ସେ ସମୟରେ ସମସ୍ତଙ୍କୁ ସେ ଇତିହାସ ହେଉ, ସାହିତ୍ୟ ହେଉ, ରାଜନୀତି ହେଉ, ସବୁ କଥାରେ ସେ ଦିଗ୍ଦର୍ଶନ କରିପାରୁଥିଲେ। ବହୁତ ପରିପକ୍ୱ ନେତା ଥିଲା ହରେକୃଷ୍ଣ ମହତାବ, ଯାହାଙ୍କର 125 ବର୍ଷ ଜୟନ୍ତୀ ଆମେ ପାଳନ କରୁଛେ। ବିଜୁ ପଟ୍ଟନାୟକ ଓଡ଼ିଶାରେ କୋଭଳି ଭାବରେ ଓଡ଼ିଶାର ବିକାଶ ହେବ, ଦ୍ରୁତ ବିକାଶ ହେବ ସେଥିପାଇଁ ବ୍ୟସ୍ତ ଥିଲେ ଏବଂ ଜଣେ ସାହସୀ ସମବେଦନଶୀଳ ରାଜନେତା ଭାବରେ ତାଙ୍କର ପରିଚିତ ଥିଲା ଏବଂ ଆମେ ଯୁବକ ଛାତ୍ରମାନେ ବେଶୀ ଆକୃଷ୍ଟ ହେଉଥିଲୁ ବିଜୁ ପଟ୍ଟନାୟକଙ୍କ ପାଇଁ ଏଇଥିପାଇଁ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ, ବିଜୁ ପଟ୍ଟନାୟକଙ୍କର ଯେଉଁ ବିଚାର ସେ ସମସ୍ତଙ୍କ ମନକୁ ଛୁଉଁଥିଲା। ସେତେବେଳେ ନବକୃଷ୍ଣ ଚୌଧୁରୀଙ୍କ ସହ ଯେତେବେଳେ ଆପଣ କାମ କରୁଥିଲେ ତାଙ୍କଠାରୁ କ'ଣ ଶିଖିଥିଲେ? ନବକୃଷ୍ଣ ଚୌଧୁରୀ ଗୋଟେ ଓଡ଼ିଶାର ଯେଉଁ କେତୋଟି ରାଜନୈତିକ ପରିବାର ଅଛନ୍ତି ତାଙ୍କ ଭିତରୁ ଅନ୍ୟତମ ଆଦର୍ଶ ପରିବାର ହେଲେ ଏ ଯେଉଁ ଚୌଧୁରୀ ପରିବାର। ତାଙ୍କର ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ
ତାଙ୍କର ସୁପୁତ୍ର ମନମୋହନ ଚୌଧୁରୀ, ନବଘୋଷ ଚୌଧୁରୀ, ତାଙ୍କ ଧର୍ମପତ୍ନୀ ହେଲେ ମାଳତୀ ଚୌଧୁରୀ, ପୂଜ୍ୟା ରମା ଦେବୀ, ଇଏ ସମସ୍ତ ଗୋପବନ୍ଧୁ ଚୌଧୁରୀଙ୍କର ଯେ ଧର୍ମପତ୍ନୀ ଥିଲେ ସେମାନେ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ, ସ୍ୱାଧୀନତା ଆନ୍ଦୋଳନ ଭିତରେ ଥିଲେ। ସବୁଠୁ ବଡ଼ ଥିଲା ସେବାମୂଳକ କାମ। ତାଙ୍କଠୁ ଯେଉଁ ଶିଖିବାର ଅଛି, ସେବାରେ କିଭଳି ଭାବରେ ସମସ୍ତ ସମର୍ପଣ କରିହେବ, ସର୍ବସ୍ୱ ଦାନ କରିକିରି ସାଧାରଣ ଜୀବନଯାପନ କରିବା, ଯେଉଁଟା ମହାତ୍ମା ଗାନ୍ଧୀଙ୍କର ବିଚାର ଥିଲା ଯେ ସିମ୍ପଲ ଲିଭିଂ ହାଇ ଥିଙ୍କିଂ, ଇଏ କଥାଟି ତାଙ୍କ ଜୀବନର ଧ୍ୟେୟ ଥିଲା। ଅକ୍ଷରେ ଅକ୍ଷରେ ତାକୁ ସେ ପାଳନ କରୁଥିଲେ। ଚୌଧୁରୀ ପରିବାରର କେଉଁ ନେତାମାନଙ୍କ ସହିତ ବା ନେତୃତ୍ୱମାନଙ୍କ ସହିତ ସେ ସମୟରେ ଆପଣଙ୍କର ସାକ୍ଷାତ ହୋଇଛି, ସିଧାସଳଖ ଭାବରେ କଥାବାର୍ତ୍ତା ହୋଇଛି? କହିଲେ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ରମା ଦେବୀ, ମନମୋହନ ଚୌଧୁରୀ। ଆମେ ଏକା ସାଙ୍ଗରେ ଜେଲରେ ବି ଥିଲୁ। ମୁଁ ପରବର୍ତ୍ତୀ ଅବସ୍ଥାରେ ଗିରଫ ହେଲି ଜୟପ୍ରକାଶ ଆନ୍ଦୋଳନରେ ସମ୍ପୃକ୍ତ ଥିବା କାରଣରୁ। ମୋର ପୋଷ୍ଟ ଗ୍ରାଜୁଏସନ୍ ସେଇ ବର୍ଷ ହେଇଥିଲା 74 ମସିହାରେ। ମୁଁ ପରୀକ୍ଷା ଦେବା କଥା 74-75 ମସିହାରେ, କିନ୍ତୁ ପରୀକ୍ଷା ଦେବାର ସୁଯୋଗରୁ ବଞ୍ଚିତ ହେଲି। ମୋତେ ଗିରଫ କରାଗଲା, ଅଟକବନ୍ଦୀ ଭାବରେ ମିଶା ଡିଟେନ୍ ଭାବରେ ରଖାଗଲା। ଏବଂ ସେଥିରେ ଆମେ ମନମୋହନ ଚୌଧୁରୀଙ୍କ ସାଙ୍ଗରେ ମୁଁ ପୁରୀ ଜେଲରେ ଥିଲି। ଆମେ 16 ମାସରୁ ଅଧିକ କାଳ ଜେଲରେ ଥିଲୁ। ପରେ ଯେତେବେଳେ ନିର୍ବାଚନ ଘୋଷଣା ହେଲା, ଆମକୁ ରାଜନୈତିକ ବନ୍ଦୀ ଭାବରେ ଆମକୁ ମୁକ୍ତ କରାଯାଇଥିଲା। କିନ୍ତୁ ସେ ସମୟର ଜେଲ ଜୀବନର ଯେଉଁ କାହାଣୀ, ଅନେକ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ଦେଶକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମ କରିଥିଲେ, ସମର୍ପଣ କରିଥିଲେ, ତାଙ୍କୁ ବି ପୁଣି ସ୍ୱାଧୀନ ଭାରତ ବର୍ଷରେ ଜେଲରେ ରହିବାକୁ ପଡ଼ିଲା। ଏବଂ ତାଙ୍କ ସାଙ୍ଗରେ ଆମର କାମ କରିବାର, ଏକାଠି ରହିବାର, ତାଙ୍କଠୁ ଶିଖିବାର ସୁଯୋଗ ମିଳିଲା ଜେଲ ଭିତରେ। ମୁଁ କଟକ ଜେଲ, ପରବର୍ତ୍ତୀ ଅବସ୍ଥାରେ ପୁରୀ ଜେଲରେ ଥିଲି। ପ୍ରାୟ 16 ମାସ ଆପଣ ଜେଲରେ ରହିଲେ। କଟକରେ 1.5 ମାସ ପାଖାପାଖି, ଆଉ ଅବଶିଷ୍ଟ ସମୟ ମୁଁ ପୁରୀ ଜେଲରେ ଥିଲି। ନିର୍ଦ୍ଦିଷ୍ଟ ଭାବରେ ମାଳତୀ ଚୌଧୁରୀଙ୍କ ବ୍ୟକ୍ତିତ୍ୱ କେମିତି ଥିଲା, ରମା ଦେବୀଙ୍କ ବ୍ୟକ୍ତିତ୍ୱ କେମିତି ଥିଲା, ଆଜି ଓଡ଼ିଶାର ଜନସାଧାରଣ ଯେତେବେଳେ ଜାଣିବା ପାଇଁ ଚାହିଁବେ, ଇତିହାସର ପୃଷ୍ଠାରେ ତାହା ଲିଖିତ ହୋଇ ରହିଛି, କିନ୍ତୁ ଆପଣ ତାଙ୍କ ସହିତ ସମୟ ବିତେଇଛନ୍ତି, ଏଣୁ ଚାହିଁବି ଆପଣଙ୍କ ମୁହଁରୁ ତାଙ୍କ ବିଷୟରେ କିଛି କୁହନ୍ତୁ। ନବକୃଷ୍ଣ ଚୌଧୁରୀ ରାଜନୀତିରେ ପ୍ରତ୍ୟକ୍ଷ ରାଜନୀତି କରୁଥିଲେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଥିଲେ, କିନ୍ତୁ ରାଜନୈତିକ ଯେଉଁ ଅବସ୍ଥାକୁ ଦେଖିଲା ପରେ ସେ ରାଜନୀତିରୁ ଆପଣା ଛାଏଁ ଦୂରେଇ ଯାଇଥିଲେ। ମାଳତୀ ଚୌଧୁରୀ ଏବଂ ମାଳତୀ ଚୌଧୁରୀ ମଧ୍ୟ ରାଜନୈତିକ କାର୍ଯ୍ୟକ୍ରମ ଅପେକ୍ଷା ରଚନାତ୍ମକ, ରମାଦେବୀ ହୁଅନ୍ତୁ, ରମାଦେବୀ ଆଶ୍ରମ କରିଥିଲେ, ଗୋପବନ୍ଧୁ ଚୌଧୁରୀଙ୍କ ଆଶ୍ରମ ବରୀ ଅଞ୍ଚଳରେ ହେଇଥିଲା। ଜଗତସିଂହପୁର ଜିଲ୍ଲାର ଅଳକା ଆଶ୍ରମ ଥିଲା। ଏବଂ ଇଏ ସମସ୍ତ ଆଶ୍ରମ ଗୁଡ଼ିକ ଗୋଟିଏ କେନ୍ଦ୍ରବିନ୍ଦୁ ଥିଲା, ଯେଉଁ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ପରିକଳ୍ପନା ଥିଲା ସ୍ୱରାଜ୍ୟର ପରିକଳ୍ପନା, ଏବଂ କେଉଁଭଳି ଭାବରେ ସାମୂହିକ ଭାବରେ ରହିକରି ସେବା କରିହେବ, ଗୋଷ୍ଠୀଗତ ଜୀବନଯାପନ କରିବା, ବ୍ୟକ୍ତି ସ୍ୱାର୍ଥକୁ ପଛରେ ପକାଇବା, ସର୍ବୋପରି ଗୋଟିଏ ଚିନ୍ତା ଏବଂ ଭାବନା ସହିତ ସମ୍ପୃକ୍ତ ହୋଇକରି ଯାହା ଉତ୍କଳମଣି ଗୋପବନ୍ଧୁଙ୍କର ଥିଲା, ଯାହା ଗାନ୍ଧୀଙ୍କର ବିଚାର ଥିଲା, ତାକୁ ସେମାନେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। ଆପଣ କେବେ ଆଶ୍ରମ ଗୁଡ଼ିକୁ ଯିବାର ସୁଯୋଗ ପାଇଛନ୍ତି? ମୁଁ ବରୀ ଆଶ୍ରମ ଯାଇଛି, ଅଳକା ଆଶ୍ରମ ମଧ୍ୟ ଦେଖିଛି, ଯାଇଛି ସେ ଆଶ୍ରମକୁ। କିନ୍ତୁ ସେ ଯେଉଁ ଆଶ୍ରମ ଥିଲା, ସେ ସମୟରେ ସ୍ୱାଧୀନତା ଆନ୍ଦୋଳନ ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା। ଜୟପ୍ରକାଶ ଆନ୍ଦୋଳନ ଯେଉଁ କାର୍ଯ୍ୟକ୍ରମ ହେଲା, ସେମାନେ ଯେହେତୁ ସର୍ବୋଦୟ ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ, ଆମର କଟକର ଥୋରିଆ ସାହିରେ ସର୍ବୋଦୟ କାର୍ଯ୍ୟାଳୟ ଥିଲା, ଆମ କାମ କରିବାର ଯେଉଁ କାର୍ଯ୍ୟାଳୟ ଥିଲା। ଏବଂ ବେଶୀ ସମୟ ଆମେ କଟାଉଥିଲୁ ବାଖରାବାଦରେ, ଯେଉଁଟା ଗାନ୍ଧୀ ସ୍ମୃତି ଭବନ ଏବେ ହେଇଛି, ନବକୃଷ୍ଣ ଚୌଧୁରୀଙ୍କ ଘର ଯେଉଁ ଥିଲା। ତାପରେ ଆପଣ ଜେଲ୍ ଜୀବନ ମଧ୍ୟ ଅତିକ୍ରମ କରିଦେଇଥିଲେ ଏବଂ ଏହାପରେ ପୁଣି ରାଜନୀତିରେ ଆଉ ଏକ ପାଦ ଆପଣ ଆଗକୁ ଗଲେ। ତେବେ ଜନତା ଦଳ ସହିତ ଆପଣଙ୍କ ସମ୍ପର୍କ କେମିତି ଆରମ୍ଭ ହୋଇଥିଲା? ଆମେ ଜେଲରେ ଥିଲାବେଳେ ବିଭିନ୍ନ ଯେଉଁମାନେ ରାଜନୈତିକ ବିଚାରର, ସେତେବେଳେ ଯେଉଁ ଦଳ ଗୁଡ଼ିକ ଥିଲା, ଜନସଂଘ ଥିଲା, ଭାରତୀୟ କ୍ରାନ୍ତି ଦଳ ଥିଲା, ଲୋକଦଳ ଥିଲା, ଏଇଭଳି ଭାବରେ ବିଭିନ୍ନ ଯେଉଁ ରାଜନୈତିକ ଦଳ, ପରବର୍ତ୍ତୀ ପରେ ଗୋଟେ କଂଗ୍ରେସରୁ ଅଲଗା ହେଇ ଜଗଜୀବନ ରାମଙ୍କ ନେତୃତ୍ୱରେ କଂଗ୍ରେସ ଫର ଡେମୋକ୍ରାସି ଦଳ ହେଲା, ନନ୍ଦିନୀ ଦେବୀ ଓଡ଼ିଶାରେ ବି ଥିଲେ। ଏ ସମସ୍ତେ ମିଶିକିରି ଜନତା ଦଳ ପ୍ରତିଷ୍ଠା କଲେ 77 ମସିହାରେ। ସେଇଥିରେ ମୁଁ ସଭ୍ୟ ହେଇଥିଲି ଏବଂ ଜନତା ଦଳର ଯୁବ ଶାଖାର ଇଦିନ ମୁଁ ଜେନେରାଲ ସେକ୍ରେଟାରୀ ଷ୍ଟେଟ୍ର, ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ଶାଖା ସଭାପତି ଭାବରେ କାମ କରିଛି। ନନ୍ଦିନୀ ଦେବୀ ଏବଂ ପରେ ବିଜୁ ପଟ୍ଟନାୟକଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ଥିଲା? ବିଜୁବାବୁଙ୍କ ସାଙ୍ଗରେ ଛାତ୍ର ଜୀବନରୁ 74 ମସିହାରୁ ବାଣୀ ବିହାର ଛାତ୍ର ଜୀବନରେ ତାଙ୍କ ସମ୍ପର୍କରେ ମୁଁ ଆସିଲି ଏବଂ ତାଙ୍କ ଦ୍ୱାରା ମୁଁ ବେଶ ପ୍ରଭାବିତ ହୋଇଥିଲି। ନନ୍ଦିନୀ ଦେବୀଙ୍କ ସାଙ୍ଗରେ ଆମର ଯେଉଁ ସମ୍ପର୍କ ଥିଲା, ସେ ଯେହେତୁ କଂଗ୍ରେସରେ ଥିଲେ, ଇନ୍ଦିରା ଗାନ୍ଧୀଙ୍କ ସେତେବେଳେ ଯେଉଁ ଏକଛତ୍ରବାଦ, ତା ବିରୁଦ୍ଧରେ ଆମେ ଲଢ଼େଇ କରୁଥିଲୁ।
ତେଣୁ ତାଙ୍କର କୋପର ମୁଁ ଶିକାର ହେଇଥିଲି, ଜେଲ୍ ଯାଇଥିଲି। ମୋ ମନରେ ଅନୁଶୋଚନା ନଥିଲା। ମୋର ଜଣେ ପ୍ରଫେସର ଥିଲେ ଡକ୍ଟର ମନ୍ମଥ ନାଥ ଦାସ, ଆଜ୍ଞା ବିଶିଷ୍ଟ ଐତିହାସିକ, ପାର୍ଲାମେଣ୍ଟ ସଭ୍ୟ ଥିଲେ। ମନୋତକୁ ମୋତେ ଚେଷ୍ଟା କରୁଥିଲେ, ନନ୍ଦିନୀ ଦେବୀଙ୍କର ସେ ବହୁତ ତାଙ୍କ ସମ୍ପର୍କ ଥିଲା ଏବଂ ଚେଷ୍ଟା କରୁଥିଲେ ଏମର୍ଜେନ୍ସିରେ ମୁଁ କେମିତି ଗିରଫ ନ ହେବି, ଗିରଫ ହେଲା ପରେ ପୁଣି କେମିତି ଖଲାସ ହେଇ ଆସିବି କମ୍ ସମୟରେ, ବୁଝାମଣା କରିବା ପାଇଁ। ମୁଁ କିନ୍ତୁ ବୁଝାମଣା କରିନଥିଲି। କିଏ ମୁଁ ଚେଷ୍ଟା କହିଲି କରୁଥିଲେ? ଜୟପ୍ରକାଶ ମନ୍ମଥ ଦାସଙ୍କ ଥିଲା ମୋ ପରାମର୍ଶ, ମୋର ବହୁତ ଆଦର୍ଶ ଶିକ୍ଷକ, ସେ କେବଳ ବ୍ୟକ୍ତିଗତ ଜୀବନରେ ବହୁତ ଭଲ ଶୈକ୍ଷିକ ପାଉଥିଲେ। ଜୀବନରେ ଥିଲେ ନା ରାଜନୈତିକ ଜୀବନରେ ମଧ୍ୟ ସକ୍ରିୟ ଥିଲେ, ଯେଉଁଥିପାଇଁ ମଧ୍ୟସ୍ଥତା ନାଇଁ, କରିବା ପାଇଁ ରାଜନୈତିକ ଚାହିଁଥିଲେ? ଜୀବନରେ ସେ କେବେ ସକ୍ରିୟ ନଥିଲେ। ଆଜ୍ଞା ପରବର୍ତ୍ତୀ ମୁହୂର୍ତ୍ତରେ ପାର୍ଲାମେଣ୍ଟ ସଭ୍ୟ ତାଙ୍କୁ ଗୋଟେ ସମ୍ମାନ ଜଣେଇକିରି କରାହେଲା। ହୁଁ ହୁଁ ତେଣୁ ସେଥିରେ ମୁଁ କୌଣସି ବୁଝାମଣା କଲିନି ନନ୍ଦିନୀ ଦେବୀଙ୍କ ସାଙ୍ଗରେ ବା ତାଙ୍କ ବିଚାର ସହିତ। ହୁଁ ହୁଁ ପରବର୍ତ୍ତୀ ଅବସ୍ଥାରେ ବିଧାନସଭାକୁ ମୁଁ ଆସିଲା ପରେ ସିଏ ନିର୍ବାଚିତ ହୋଇ ଆସିଲେ। ବିଧାୟକ ଭାବରେ ଏକାଠି ଆମେ କାମ କରିବାର ସୁଯୋଗ ପାଇଲୁ। ଓକେ ମୋର ସମ୍ପର୍କ ନିବିଡ଼ ହେଲା, ପରସ୍ପର ବୁଝିବାକୁ ଚେଷ୍ଟା କଲୁ, ଭୁଲ ବୁଝାମଣା ଦୂର ହେଲା ଏବଂ ନନ୍ଦିନୀ ଦେବୀଙ୍କର ମଧ୍ୟ ବହୁତ ବିଚାରରେ ସେ ଅତି ଦୃଢ଼ ଥିଲେ। ବାମପନ୍ଥୀ ଚିନ୍ତାଧାରା ତାଙ୍କର ମୁଖ୍ୟ ଥିଲା। କିନ୍ତୁ ଯେଉଁ ସମୟରେ ସେ ମୁଖ୍ୟମନ୍ତ୍ରୀ ହେଲେ, ଇନ୍ଦିରା ଗାନ୍ଧୀଙ୍କ ସାଙ୍ଗରେ ସମ୍ପର୍କ ଏବଂ ଦେଶରେ ଏମର୍ଜେନ୍ସି କାରଣରୁ ଗୋଟିଏ ତାଙ୍କ ରାଜନୈତିକ ଜୀବନ ଆହୁରି ଯେଉଁ ବ୍ୟାପ୍ତ ହେଇଥାନ୍ତା, ସେ ହେବା ସମ୍ଭବ ହେଲା ନାହିଁ। ସେ ସୀମିତ ପରିବେଶ ଭିତରେ କଂଗ୍ରେସରେ ରହିଲେ, ପରେ ଆଞ୍ଚଳିକ ଦଳ ଗଢ଼ିଲେ, ସଫଳ ହେଲାନି। ଶେଷ ଜୀବନରେ କଂଗ୍ରେସରେ ରହିଲେ। କିନ୍ତୁ ତାଙ୍କ ସାଙ୍ଗରେ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ହେଲା, ଅନେକ ଆଲୋଚନା ହୁଏ। ଓକେ ଏବଂ ନନ୍ଦିନୀ ଦେବୀଙ୍କର ଗୋଟିଏ କଥା ଶିଖିବା କଥା, ଦୃଢ଼ ନେତୃତ୍ୱ ତାଙ୍କର, ଓକେ ନିଷ୍ପତ୍ତିରେ ଅଟଳ। ଆପଣ ତାଙ୍କୁ ବିରୋଧ କରୁଥିଲେ, କିନ୍ତୁ ତାଙ୍କ ନେତୃତ୍ୱକୁ ଆଜି ପ୍ରଶଂସା ମଧ୍ୟ କରୁଛନ୍ତି। ନିଶ୍ଚିତ ଭାବରେ ଯାହାର ଯାହା ଭଲ ଗୁଣ ଅଛି, ଆମର ବିଚାର ବିଭିନ୍ନତା ଥାଇପାରେ, କିନ୍ତୁ ତାଙ୍କର ଶିଖିବାର ଅଛି ନେତା ହେଲେ କ'ଣ କରିବ। ଓକେ ଏବଂ ସେତେବେଳେ ଯେଉଁମାନେ ମହିଳା ନେତ୍ରୀ, ଆଶା ବର୍ତ୍ତମାନ ତ ମହିଳା ସଶକ୍ତିକରଣରେ ଅନେକ ନେତ୍ରୀମାନେ ଆସୁଛନ୍ତି। ଆଜ୍ଞା ନନ୍ଦିନୀ ଦେବୀ ହାତଗଣତି ନେତା ଯେଉଁମାନେ ଆସିଥିଲେ, ନେତ୍ରୀ ଆସିଥିଲେ, ସମସ୍ତେ ତାଙ୍କ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ ହୋଇଥିଲେ। ଓକେ ଏବଂ ନନ୍ଦିନୀ ଦେବୀ ମଧ୍ୟ ମୁଁ ପଢ଼ାପଢ଼ି କରୁଥିଲେ, ସାହିତ୍ୟ ପ୍ରତି ତାଙ୍କର ବହୁତ ରୁଚି ଥିଲା। ଓକେ ଏହାରି ଭିତରେ ସାର୍ 1990 ମସିହା ଆସି ସାରିଥାଏ ଏବଂ ଆପଣ ପ୍ରଥମ ଥର ନିଜ ଜୀବନର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ତେବେ 90 ମସିହାର ସେହି ନିର୍ବାଚନର ଅନୁଭୂତି କିଛି କହିବେ କି? ମୁଁ କହିବି 77 ମସିହାରେ ଯେତେବେଳେ ପ୍ରଥମ ଆମେ ଜେଲରୁ ଆସିଲା ପରେ ଇଲେକ୍ସନ୍ ହେଲା, ମୋତେ ମଧ୍ୟ ପ୍ରାର୍ଥୀ ହେବା ପାଇଁ କିଛି ଲୋକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବୁଝିବାବୁଙ୍କର ମୋ ପ୍ରତି ସେତେବେଳେ ଥିଲା କଥା ଥିଲା ଯେ ଆହୁରି ବୟସ ଅଛି, ବର୍ତ୍ତମାନ ଆହୁରି ଯେଉଁମାନେ ବୟସ୍କ ଲୋକ ସେମାନେ ଏଥର ଯାଆନ୍ତୁ। ତେଣୁ 77, 80, 85 ତିନୋଟି ନିର୍ବାଚନ ମୁଁ ଯଦିଓ 85ରେ ଲଢ଼ିଲି, କିନ୍ତୁ ନିର୍ବାଚନର ସୁଯୋଗରୁ ବଞ୍ଚିତ ହେଲି ନିର୍ବାଚିତ ପ୍ରତିନିଧି ଭାବରେ। 85 ମସିହାରେ ଆପଣଙ୍କୁ କିଏ ଟିକେଟ୍ ଦେଇଥିଲେ? 85 ମସିହାରେ ସେତେବେଳେ ଯେତେବେଳେ ଜନତା ଦଳ ଭାଗ ଭାଗ ହେଇଗଲା, ଆମେ କିଛି ଦିନ ପର୍ଯ୍ୟନ୍ତ ଏଇ ଯେଉଁ ଓଡ଼ିଶାର ସମୀକରଣ ପରେ ବିଜୁବାବୁଙ୍କ ନେତୃତ୍ୱରେ ଥିବା ଜନତା ଦଳର ମୁଁ ପ୍ରାର୍ଥୀ ହେଇଥିଲି। କିନ୍ତୁ 8 ଦିନ 9 ଦିନ ପରେ ବିଜୁବାବୁ ପୁଣି ଆଉଥରେ ମୋତେ କହିଲେ, ତୁ ରହିଯା, 90 ମସିହାରେ ଭୋଟ୍ ଲଢ଼ିବୁ। ଏ ଭୋଟ୍ ଯାହା ଥିଲେ ଆମର ଯିଏ ପ୍ରାର୍ଥୀ ହେଇଥିଲେ ତାଙ୍କୁ ଛାଡ଼ିଦେବା ପାଇଁ କହିଲେ। ତାଙ୍କ କଥା ମୁଁ ମାନିଥିଲି ଏବଂ 90 ମସିହାରେ ମୁଁ ପ୍ରଥମ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲି। କିନ୍ତୁ 85 ମସିହାରେ ଆଉ ନିର୍ବାଚନ ଲଢ଼ିଲେନି ନା ଲଢ଼ିଲେ? ନାଇଁ, ମୁଁ ପ୍ରତ୍ୟାହାର କରିନେଲି। ମୁଁ ଯଦିଓ ପ୍ରାର୍ଥୀପତ୍ର ଦାଖଲ କରିଥିଲି, ବିଜୁବାବୁଙ୍କ ନିର୍ଦ୍ଦେଶରେ ମୁଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଦଳକୁ ସାହାଯ୍ୟ କଲି। ଓକେ 90 ମସିହାରେ ବା 1990 ମସିହାରେ ଯେତେବେଳେ ପ୍ରଥମ ବିଧାନସଭା ନିର୍ବାଚନ ଆପଣ ଲଢ଼ୁଥିଲେ, ସେତେବେଳର କିଛି ନିର୍ଦ୍ଦିଷ୍ଟ ଅନୁଭୂତି କହିବେ କି? ସେତେବେଳେ ବ୍ୟୟବହୁଳ ନିର୍ବାଚନ ନଥିଲା। ଆଚ୍ଛା ନିର୍ବାଚନକୁ ଲୋକେ ପ୍ରସଙ୍ଗ ଭିତ୍ତିକ କରୁଥିଲେ। ହୁଁ ବର୍ତ୍ତମାନ ପ୍ରସଙ୍ଗ ଅପେକ୍ଷା ଖର୍ଚ୍ଚ ଆଗରେ ରହିଯାଉଛି। ମୋର ମନେ ଅଛି 90 ମସିହାରେ ଆମର ଆର୍ଥିକ ସ୍ଥିତି ଏତେ ଅଧିକ ନଥିଲା, ଦଳ ମଧ୍ୟ ଅଧିକ ଅର୍ଥ ଦେଇପାରୁନଥିଲା। ପ୍ରାୟ କେତେ ଟଙ୍କାରେ ଆପଣ ନିର୍ବାଚନ ଲଢ଼ିଥିଲେ? ମୁଁ ତ ଯାହା ମୋର ମନେ ପଡ଼ୁଛି 3 ଲକ୍ଷ ଟଙ୍କା ଭିତରେ ଆମର ଇଲେକ୍ସନ୍ ହେଇଗଲା 1990 ମସିହାରେ। 90 ମସିହାରେ। ଏବଂ ମୁଖ୍ୟତଃ ଆମର ଯେଉଁ ରାଜନୈତିକ ଦଳ ନୁହେଁ, ଆମର ଲୋକେ ମାନେ ଆମକୁ ଦେଇଥିଲେ, ଯେଉଁମାନେ ସାହାଯ୍ୟ କରିଥିଲେ, ତାଙ୍କରି ଅର୍ଥରେ ଆମେ ନିର୍ବାଚନ ଲଢ଼ୁଥିଲୁ। ଏବେ କ'ଣ ହେଉଛି, ଯିଏ ପ୍ରାର୍ଥୀ ହେବ ସେ ଅର୍ଥ ନେଇକିରି ଯିବ। ସେତେବେଳେ ପ୍ରାର୍ଥୀକି ଦିଆଯାଉଥିଲା ଅର୍ଥ। ଏବଂ ମୋର ସେ ଇଲେକ୍ସନର ଅନୁଭୂତି ହେଉଛି ଯେ ଥରେ ଯଦି ଜନମତ ସୃଷ୍ଟି ହେଇଯିବ, ସେତେବେଳେ ଅର୍ଥ ବାଧକ ହେବ ନାହିଁ ଏବଂ ଯାହା କ୍ଷମତା ଅନ୍ୟ ଯେଉଁ ଭଳି ଭାବରେ ବ୍ୟବହାର କରାଯାଏ ସବୁଥିରେ ପରାଜିତ ହେବ। ତା'ର ଉଦାହରଣ ହେଉଛି 90 ମସିହା ମୋ ଇଲେକ୍ସନ୍ ନିର୍ବାଚନର ଅନୁଭୂତି। ଆପଣ ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗକୁ ଉତ୍ଥାପନ କରିଥିଲେ ଯେଉଁଥିପାଇଁ ଆପଣ ବାଜିମାତ କଲେ ବୋଲି ଆଜି ଭାବନ୍ତି? ମୁଁ କଂଗ୍ରେସ ବିରୁଦ୍ଧରେ ମୁଖ୍ୟ ଲଢ଼େଇ ଥିଲା।
କାରଣ 85 ମସିହାରୁ ମାନେ 80ରୁ 85, 85ରୁ 90 ଯେଉଁ କ୍ରମାଗତ ଶାସନ ଥିଲା ତା ବିରୁଦ୍ଧରେ ଗୋଟେ ଜନମତ ଜନ ଅସନ୍ତୋଷ ସୃଷ୍ଟି ହେଇଥିଲା ଏବଂ ସେ ଜନମତର ଆମେ ସୁଯୋଗ ନେଇଥିଲୁ। ବିଜୁ ବାବୁଙ୍କ ନେତୃତ୍ୱ ଓଡ଼ିଶାର ବିକାଶ, ବିଜୁ ବାବୁ ସବୁବେଳେ ଓଡ଼ିଶା କଳିଙ୍ଗ ଏ କଥାଟି ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ହଠାତ୍ 1995 ମସିହାରେ ଯେତେବେଳେ ରାଜନୀତିର ଦୃଶ୍ୟପଟ ପରିବର୍ତ୍ତନ ହୋଇଗଲା, କାହିଁକି ଏଭଳି ଘଟିଲା ବୋଲି ଆପଣ ଭାବନ୍ତି? ବିଜୁ ବାବୁଙ୍କ ନେତୃତ୍ୱ, ତାଙ୍କର ବ୍ୟକ୍ତିତ୍ୱର ବେଶ ଲୋକପ୍ରିୟତା ଥିବା ସତ୍ତ୍ୱେ ହଠାତ୍ କାହିଁକି 1995ରେ ପୁଣି କଂଗ୍ରେସ କ୍ଷମତାକୁ ଆସିଲା? ବାସ୍ତବରେ ଇଏ ଗୋଟେ ଅତ୍ୟନ୍ତ ଗବେଷଣା ସାପେକ୍ଷ ଯେ ବିଜୁ ବାବୁଙ୍କର ନେତୃତ୍ୱ ସେତେବେଳେ 90ରୁ 95 ଯେଉଁ କାର୍ଯ୍ୟକ୍ରମ ସର୍ବୋପରି ଯେଉଁମାନେ ଯେଉଁ ନିର୍ବାଚନ ମଣ୍ଡଳୀରେ ଥିଲେ ବିଧାୟକ ଥିଲେ ଲୋକପ୍ରତିନିଧିମାନଙ୍କର ସେଇଭଳି ସମର୍ପଣ ଭାବନା ଥିଲା। ସବୁ ଥାଇକିରି ମଧ୍ୟ ଆମେ ପରାଜୟ ବରଣ କଲୁ। ତା କାରଣ ମୋର ବିଚାରରେ ଆମ ଷ୍ଟାଇଲ୍ ଅଫ୍ ଫଙ୍କସନିଂ ଠିକ୍ ରହିଲାନି। ବିଜୁ ବାବୁଙ୍କର ହାଇଟ୍ ଏତେ ବଢ଼ିଯାଇଥିଲା, ତାଙ୍କ ସାଙ୍ଗରେ ଯେଉଁମାନେ ସହଯୋଗୀ ହୋଇ କିଏ କାମ କରିପାରିଲେନି, ଓକେ, ଯାହାଫଳରେ ଗଭର୍ଣ୍ଣମେଣ୍ଟ ପରିଚାଳନା କେତେକ ଅସୁବିଧା ହେଲା। ମାନେ ଗୋଟେ ଏକପାଖିଆ ନିଷ୍ପତ୍ତି ବିଜୁ ବାବୁ ନେଉଥିଲେ କି? ସେ ଗୋଟେ ଏକପାଖିଆ ନୁହେଁ, ବିଜୁଙ୍କର ଯେଉଁ ତାଙ୍କ ବିଚାର ଏତେ ବୃହତ୍ତର ଥିଲା, ତାଙ୍କ ସାଙ୍ଗରେ ସମସ୍ତେ ଖାପ ଖୁଆଇ ଚଳେଇ ପାରିଲେନି। ନିଜ ନିଜ ଭିତରେ ଗୋଟେ ସମନ୍ୱୟର ଅଭାବ ରହୁଥିଲା କି? ନିଜ ନିଜ ଭିତରେ ସମନ୍ୱୟ ରହିଲା, ଯେଉଁଥିପାଇଁ ଆମର ଜିତିବା କଥା ଆମେ ସେଇ ନିର୍ବାଚନରେ ପରାଜୟ ବରଣ କଲୁ। ଓକେ, ଏହାରି ଭିତରେ ପ୍ରାୟ 2000 ମସିହା ଆସିଯାଉଥାଏ। ରାଜେନ୍ଦ୍ର ଯେଉଁ ମହତ ଆକାଂକ୍ଷା ରହେ, ଆମର ମଧ୍ୟ ତତ୍କାଳିକ ଯେଉଁମାନେ ନେତାମାନେ ଥିଲେ, ମନ୍ତ୍ରୀମାନେ ହେଇଥିଲେ, ତାଙ୍କର ମଧ୍ୟ ବହୁତ ମହତ ଆକାଂକ୍ଷା ରହିଲା। ପରସ୍ପର ବିରୁଦ୍ଧରେ ଲଢ଼େଇ ହେଲା, ଫଳସ୍ୱରୂପ ହେଲା ଆମେ ସରକାର ହରେଇଲୁ। ବିଜୁ ପଟ୍ଟନାୟକ ଗଭର୍ଣ୍ଣମେଣ୍ଟରେ କେଉଁ କେଉଁ ମନ୍ତ୍ରୀଙ୍କ ଭିତରେ ଗୋଟେ ମତାନ୍ତର ମନାନ୍ତର ରହୁଥିଲା ବା ପରସ୍ପର ବିରୋଧୀ ଲଢ଼େଇ କଲେ? କାହା ନାଁ ହେଲା ନେବା ଠିକ୍ ହେବନି, କିନ୍ତୁ କେତେକ ମନ୍ତ୍ରୀ ଭିତରେ ସେଇ ଯେଉଁ ବୁଝାମଣା ନଥିଲା, ଯଦିଓ ବିଜୁବାବୁଙ୍କୁ ସମସ୍ତେ ନେତା ମାନୁଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ପ୍ରଣାଳୀ ହଉ, ନେତୃତ୍ୱର ତାଙ୍କର ଯେଉଁ ପରାକାଷ୍ଠା ସେମାନେ ଦେଖିବାକୁ ଚାହୁଁଥିଲେ, ସେଥିରେ ବହୁତ ରହିଲା, ଦୂରତ୍ୱ ରହିଲା। ଅର୍ଥାତ୍ ସମନ୍ୱୟର ଅଭାବ ମଧ୍ୟ ଥିଲା ଏବଂ ପରସ୍ପର ବିରୋଧରେ ଗୋଟେ ମାନସିକତା ନେତାମାନଙ୍କର ରହିଥିଲା, ଯେଉଁଥିପାଇଁ ସେତେବେଳେ ଜନତା ଦଳ ପରାଜିତ ହେଲା, ଆପଣ କହିବା ପାଇଁ ଚାହୁଁଛନ୍ତି କି? ସେଇ ହେଉଛି ମୁଖ୍ୟ କାରଣ। ଓକେ, ତେବେ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ସହିତ ଆପଣଙ୍କ ସମ୍ପର୍କ କେମିତି ଯୋଡ଼ି ହେଲା? ଆମେ ଜନତା ଦଳରେ ଥିଲୁ, କିନ୍ତୁ ଜନତା ଦଳ ଜାତୀୟ ସ୍ତରରେ ଦୁର୍ବଳ ହେବାର ଲାଗିଲା। ଆଜ୍ଞା, କଂଗ୍ରେସ ସାଙ୍ଗରେ ମଧ୍ୟ ବୁଝାମଣା କଲେ। ଆମର ଯେଉଁ ମୂଳ ଓଡ଼ିଶା ହେଉ କି ଭାରତବର୍ଷ ପରିପ୍ରେକ୍ଷୀରେ ଆମେ ଯେଉଁମାନେ ଅଣକଂଗ୍ରେସବାଦରେ ବିଶ୍ୱାସ କରୁଥିଲୁ, ସେଭଳି ଲୋକମାନେ କାମ କରିବା କଷ୍ଟ ହେଲା ଏବଂ ସାଧାରଣ ଲୋକ ଆମର ଯେଉଁ ଭୋଟ ବେସ୍ ଥିଲା ସେଥିରେ ଇରୋଜନ ଆରମ୍ଭ ହେଲା। ଅନେକ ଲୋକ ଦୂରେଇ ଗଲେ ଆମଠୁ ଏବଂ ଜନତା ଦଳ ସେ ସମୟରେ ଦେବଗୌଡ଼ାଙ୍କ ନେତୃତ୍ୱରେ ଯେଉଁ ସରକାର ହେଲା, ଇଏ ସମସ୍ତ ଘଟଣା ଲୋକେ ଗ୍ରହଣ କରୁନଥିଲେ। ଆମେ କ୍ଷମତା ପାଇଁ କିଛି ଦିନ ପାଇଁ ରହିଲୁ। ଓକେ, ପରବର୍ତ୍ତୀ ଅବସ୍ଥାରେ ଦେବଗୌଡ଼ା ହୁଅନ୍ତୁ, ଇଭେନ୍ ଭିପି ସିଂ ହୁଅନ୍ତୁ, ଏ ସମସ୍ତ ଘଟଣାରେ ଓଡ଼ିଶା କ୍ଷେତ୍ରରେ ଆମେ ଯେଉଁଭଳି ଭାବରେ ଚାହୁଁଥିଲୁ ବିକାଶ ହେବା ସମ୍ଭବ ହେଲା ନାହିଁ। ସେଥିପାଇଁ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ ହେଉ, ଇଏ ଗୋଟିଏ ମନ ଭିତରେ ବହୁ ଲୋକଙ୍କର ଥିଲା। ବିଶେଷ କରି ଆମର ଯେଉଁମାନେ ବନ୍ଧୁ ସେ ସମୟରେ କାମ କରୁଥିଲେ, ସେମାନଙ୍କ ମନରେ ଏ କଥାଟି କେମିତି କାର୍ଯ୍ୟକାରୀ କରିବା, ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଏବଂ ଅଣକଂଗ୍ରେସବାଦକୁ ଭରସା କରିବା ଏବଂ ରାଜ୍ୟର ବିକାଶ ପାଇଁ କ'ଣ କ'ଣ ଆବଶ୍ୟକ। କାରଣ 90-95 ଭିତରେ ବିଜୁ ବାବୁ ଗୋଟେ ସମୟରେ କହିଲେ, ଓଡ଼ିଶାର ମୋର ଖଣି ଅଛି, ମୋର ସବୁ ଜଳ ସମ୍ପଦ ଅଛି, ବନ ସମ୍ପଦ ଅଛି, ଓଡ଼ିଶା ଆଜି ଗରିବ ହେଇଛି, ମୋତେ ଆର୍ଥିକ ସ୍ୱାଧୀନତା ମିଳୁ, ଯାହାକୁ କହିଲେ ଫିସ୍କାଲ ଅଟୋନମି। ଏବଂ ଫିସ୍କାଲ ଅଟୋନମି ମିଳିଲେ ମୁଁ ମୋ ଖଣି ଏବଂ ମୋ ପାଣି, ମୋ ଜଙ୍ଗଲ, ଏ ସବୁ ସମ୍ପଦକୁ ନେଇକିରି ମୁଁ ବାହାରେ ମଧ୍ୟ ଟ୍ରେଡ୍ କରିପାରିବି। ଗ୍ଲୋବାଲାଇଜେସନ୍ ଆରମ୍ଭ ହେଇଥାଏ ପ୍ରକ୍ରିୟା, ସେଥିରେ ସାମିଲ ହେବୁ। ସେତେବେଳେ ବିଜୁବାବୁଙ୍କ କଥାକୁ କେହି ଗୁରୁତ୍ୱ ବିଶେଷ ଦେଲେ ନାହିଁ ଏବଂ ବିଜୁବାବୁଙ୍କ ମନରେ ଏଇ ଯେଉଁ ଆଞ୍ଚଳିକବାଦ ଆଜି ନୁହେଁ, 90 ମସିହାରେ ନୁହେଁ, 71 ମସିହାରେ ମଧ୍ୟ ଯେଉଁ କଂଗ୍ରେସଠୁ ସେ ଅଲଗା ହେଇକି ଉତ୍କଂଗ୍ରେସ ଗଢ଼ିଥିଲେ, ମୂଳ ବିଚାର ଥିଲା ଯେ ଓଡ଼ିଶା କଥା ଏବଂ ଓଡ଼ିଆ ଲୋକ କେମିତି ଉପରକୁ ଉଠିବେ, ଓଡ଼ିଶାର ଦାରିଦ୍ର୍ୟ କେମିତି ଦୂର ହେବ, ଓଡ଼ିଶାର ସର୍ବବିଧ ବିକାଶ କେମିତି ହେବ, ଓଡ଼ିଶାର ଛାତ୍ର ଯୁବକ ସାହସୀ ହେବେ, ଶିକ୍ଷିତ ହେବେ। ଏ ସମସ୍ତ ଘଟଣାକୁ ନେଇ ବିଜୁବାବୁଙ୍କର ତାଙ୍କର ଯେଉଁ ବିଚାରକୁ ଆମେ ମଧ୍ୟ ଧ୍ୟେୟ କରି ପରବର୍ତ୍ତୀ ମୁହୂର୍ତ୍ତରେ ଏ ଯେଉଁ ଆଞ୍ଚଳିକ ଦଳ ପରିକଳ୍ପନା କଲୁ ଏବଂ ବିଜୁବାବୁଙ୍କ ଅବର୍ତ୍ତମାନରେ ସେ ହେଲା। ଓକେ, ଆପଣ ଆରମ୍ଭରୁ ହିଁ ବିଜେଡି ସହ ଯୋଡ଼ି ହୋଇ ରହିଲେ ମୁଁ ନା କିଛି ସମୟ ଧରି ବିଜେଡି ଜନତା ଦଳରେ ଆପଣ ସେ ସମୟରେ କାର୍ଯ୍ୟ କରିଥିଲେ? କାହିଁକିନା ବିଧାନସଭାରେ ସେତେବେଳେ ଜନତା ଦଳର ସଭ୍ୟମାନେ ମଧ୍ୟ ଥିଲେ। ନାଇଁ, ମୁଁ ମୂଳରୁ ତ ଜନତା ଦଳରେ ସମସ୍ତେ ଥିଲୁ, ଯେତେବେଳେ ଅଲଗା ହେଇଗଲୁ ସେ ପ୍ରକ୍ରିୟା ଭିତରେ ମୋର ବି ଗୁଣ୍ଡିଚା ଉଷା ଭଳିଆ ଅବଦାନ ଥିଲା
आम फाउंडर मेंबर भाव में विजु जनता दल हेलु हम्म, नवीन बाबू को सेतेबेले नेतृत्व नियंतु तांको अनुरोध करागला एवं नवीन बाबू को नेतृत्व आंचलिक बाद एवं सर्वोपरि अण कांग्रेस कथाटा जो थिला हम्म, ये समस्त गोटे जगार कौल भार ठूल हो पार नवीन बाबू नेतृत्व में कार्यक्रम है विजु जनता दल नाम दिहला कारण विजु बाबू स्वप्नर ओडिशा को आम साकार करने दल गढ़ाला से दलर जो मैनिफेस्टो प्रथम थर होता 2000 मसीह सरकार हवा पूर्व से मैनिफेस्टो को तार जो मैनिफेस्टो दायित्व मत दि जाइए ड्राफ्टिंग और से आम ओडिशा को स्पेशल कैटेगोरी स्टेट ओडिया भाषार केमी विकास हो ओडिया अस्मिता आज जहाँ कहुँ से समय आम रखिलु मुख्य अर्थात बीजेडी आरंभरू ओडिशा को स्वतंत्र राज्य मान्यता पाइबा दाबी पाई गोटे एजेंडा तैयारी करिथिला कि दलर मैनिफेस्टो थिला इस्ताहार थिला आम निर्वाचित हो यही कथा आम करूँ आमर जो विचार लोकों पाखे पहुँचो माध्यम थिला किंतु एई घटना बा ओडिशा को गोटे स्वतंत्र राज्यर मान्यता मिलू ये लोकलोचन को आसीबा बा या को गोटे एक्टिव वे रे कार्यकारी करिबा पई जेउ भली ढंगरे बीजेडी उद्यम कला ताहा टिके विलंब होई गलानी कि निश्चय विलंब है त्रुटि विच्युत है अनेक क्षेत्र में आम पुणी जातीय भावधारा बा जातीय राजनीतिक स्रोत में आम अधिक बुझाणा कलु जहाँफल 24 मसीहार फल है ओडिया अस्मिता कथा गोटे जातीय दल कहला से लोक मन को छुईला विजु जनता दल कथा जहाँ कहगला से लोक ग्रहण कले ना ओके किंतु 2000 मसीह बीजेडी जितेबाला क्षमता को आसुए से आप बीजेडी सह जोड़ी हो रही था बीजेडी प्रारंभिक मेंबर भाव में सदस्य भाव में आपण को से समय कृषि विभाग राष्ट्रमंत्री पद मिला से समय आपणकर अनुभूति कौन ओडिशा रे से समय कृषि स्थिति कौन थिला एवं सेतरे परिवर्तन आनिबा आपण कौन पदक्षेप नेले वास्तव में जो मंत्रिमंडल गढ़ाला आम भाई पार नु जिते बड़ परिवर्तन हम नवीन मुख्यमंत्री हेले परवर्त मंत्रिपरिषद में मत सामिल कले मु 3 थर मोर विधानसभा अनुभूति ता पूर्व भोट नले प्रत्यक्ष राजनीति भितर संपृक्त सबू वरिष्ठता को दृष्टि देखले मैं कैबिनेट मंत्री हवा कथा दुर्भाग्य हूँ बेले बेले ये भाव में हुए सिलेक्शन है प्रभु जगन्नाथ पाक गली दर्शन कली मोर मत मन होता मु शपथ नेबिनी राष्ट्रमंत्री भाव में देखिले लोकंर जो इच्छा जहाँ भी राष्ट्रमंत्री हो कैबिनेट मंत्री हो मंत्री हो कथा मुझे मुख्यमंत्री आसी भेटिली और कहले मैं इंग्राजी कहली थैंक यू वेरी मच यू हैव रिपोज्ड कॉन्फिडेंस ऑन मी ओके बट डू यू वांट दैट आई शुड बी ए फंक्शनल मिनिस्टर ये थिला मोर कथा अर्थात आपण को भीतर टिके अवशोष थिला कि जे कैबिनेट पाया आपण को मिलिला नहीं आपण को अभिज्ञता दृष्टि एवं राष्ट्र पाया मिलिला मु सेति पे फंक्शनल हबिनी पाया जति बड़ कथा नुहे काम करिवार सुजोग मोर सीमित रहिबो मु से कथा कहले नवीन बाबू परवर्ती मुहूर्त में मत कहले दैट विल बी करेक्टेड एवं कहले कौ विभाग मत से कहले कौ विभाग मोर जोड़िए शर्त थिला गोटे हूँ मु जो विभाग मंत्री हेबी से मुख्यमंत्री पाखे से विभाग रहिबो जहाँफल मुझे क्या अधीन में कम करा पड़ो मुख्यमंत्री अधीन सब मंत्री अच्छा आपण सीधा सड़क मुख्यमंत्री पाखे उत्तरदायी रहिबे एवं द्वितीय कथा हूँ जो विभाग में मुझे काम करी प्रोडक्टिव वर्क जो थे कि आम राज्य पे ही अवदान दे पारू राज्यर विकास रे जे परिचायक हम से भली विभाग मु नेबी मत पचारे नवीन पचारे जे को व्हिच डिपार्टमेंट यू वांट मुझे कहली मु एग्रीकल्चर देले ओडिशा करी ओडिशा गोटे एग्रो इकोनॉमी अच्छा मोर जहाँ जी मन भितर अच्छी काम करने सुजोग रही से पोर्टफोलियोटी आपण अधीन रही नवीन आवश्यकता राजी है से समय मु कृषि को एक अर्थकारी वृत्ति भाव में एक सम्मानजनक वृत्ति भाव में करने मोर कार्यक्रम आरंभ होता सब बेले मुझे कहती जो मैंने चाषी चाष कर सरकार सहयोग दौरान जदि उचित मूल्य न पाइबे जदि तांकर जहाँ बजार अभिमुखी अर्थनीति से प्रतियोगिता न करि पारिबे ताहले कृषि अर्थनीति हो पार नहीं चाषी मैंने तांकर मिनिमम जो बचापी राह पाइबे केवल बंचबेनी गोटे सम्मानजनक एवं समृद्ध संपन्न होकर भाव में बंचबे से कथा करने मोर कार्यक्रम आरंभ होता अनेक कथा मोर सफलता मिलला से
केते प्रतिशत सफलता आपण से क्षेत्र रे पाइचंती बोली आपण ମୁଁ निजे आकलन କୃଷିକୁ करूचंती ଆକୃଷ୍ଟ କରିବା ପାଇଁ ଶିକ୍ଷିତ ଯୁବକ ଆଣିବା ପାଇଁ ଏ ଯେଉଁ ଡାଇଭର୍ସିଫିକେସନ୍ ଅଫ୍ କ୍ରପ୍ କେବଳ ଧାନ ଚାଷ କରିବାନି କେବଳ ଗହମ ଚାଷ କରିବାନି ଆମେ ଓଡ଼ିଶାରେ ଯେଉଁ ଅଛି ଜଳବାୟୁ ଅଛି ଏଗ୍ରୋ କ୍ଲାଇମେଟିକ୍ ଜୋନ୍ ଆମର 10ଟି ଅଛି ଜଳବାୟୁ ଭିତ୍ତିକ ଯେଉଁ ସୁବିଧା ରହିଛି ଆମେ ସେଥିରେ ଫଳ ପନିପରିବା ଫଳ କୃଷିକୁ କେବଳ ଉଦ୍ୟୋଗ ଆକାରରେ ଗ୍ରହଣ କରିବାକୁ ହେଲେ ମତ୍ସ୍ୟ ଚାଷ ହେଉ ପଶୁପାଳନ ହେଉ ଇଏ ସମସ୍ତ ଡାଇଭର୍ସିଫିକେସନ୍ କୃଷିର ଏକ ସାମଗ୍ରୀ ବିକାଶ ପାଇଁ ମୁଁ କାର୍ଯ୍ୟ କରୁଥିଲି किंतु आपण आज प्रकृत रे भाबंती कि जे कृषि एवं कृषकों उन्नति जो परिमाण रे ओडिसा रे हेबा कथा ता होई परिछि होई पारिनी से दुर्भाग्य आमर होउची एबे भी पचारले जे चाष करूची लोक भाबुचन से सब माने अदरकार लोक तार कोन समाज रे कोन सम्मान नाही से वृत्ति को एक लाभजनक सम्मानजनक वृत्ति रे परिणत कले ही अधिक लोक आकृष्ट हेबे एबे आसिले युवक माने जेहेतु गोटे उद्योग भाव में विचार करा जाउची मत्स्य चाष जो माने करछन बेस सफल होउचंती पशुपालन मध्य होई पारुची परवर्ती मुहूर्त रे जेते आनुषंगिक क्षेत्र अछि कृषि रे एवं से कथा करहब आ गोटे बड़ कथा हो ओडिशा रे हमर पारंपरिक कृषि थिला से कृषि केमिति परिवर्तन हबो आमर हेल्थ ऑफ ए सॉइल माटी परीक्षा हबो को माटी रे कोन लागिवो को क्लाइमेटिक जोन ने कोन फसल हो पार ये संपर्क में जहाँ आम अध्ययन अच्छी जो माने गवेषक माने साइंटिस्ट मैंने ये कार्य कर फील्ड की जावा उचित आमर अनेक गवेषणा होची कह जाऊला लैब टू लैंड जे लैबोरेटरी भितर जहाँ पाइले से जाई जमी लैंड रे जाई पहुँच ये कथा करने जो एक्सटेंशन सिस्टम आमर बहुत सीमित अच्छी ताकू अधिक व्यापक करने उद्यम करते कि सफल हो संपूर्ण रूप सफल हो पारे एटी गोटे प्रश्न मोर रहिबो सर आपणकर जदि अनुभूति और अभिज्ञता को देखा जाए तेबे 2000 मसीह रे आपण मंत्री पद पाइले ता पुणी राष्ट्र पाह्यार मंत्री हेले जोंथि आपणक मनरे सामान्य अवशोष मध्य रहिछि आपण कहउचंती अपर पक्षरे जदि देखिबा मात्र 2 वर्ष अवधि परे मंत्री पद मध्य आपणकर चली सेही कथा मु कहे काहेकि मु जेतेबेले जाजपुर जिला को प्रतिनिधित्व करूथली हमर जो मन माने मंत्री नही पारिथिले सेमानकर गोटे योजना रहिला व्यक्तिगत राजनीतिक जीवन में कार सहित मोर संपर्क मो कहबार कौन द्विधा नहीं 90 मसीह जो राजनीतिक जीवन भितर विधानसभा को आसिली से विजय महापात्र सर्वाधिक सहयोग रही है अच्छा बंधु हिसाब से कम करूँ कि सी जेहेतु गोटे ये भितर आसी जाइए विजु राजनीतिक जीवन कथा कार्यक्रम बुझुले से विजय महापात्र सार मोर संपर्क थिला विजय महापात्र को नवीन बाबू चाहिए अलग रखापी से तो इतिहास अनेक कथा जेहेतु विजय महापात्र सागर मु संपर्क में थी एपरी विजय महापात्र मंत्री हिसाब से जो स्टाफ रखी 90 ରୁ 95 भितर ताको मत मो विभाग में रखिली सेटा मत गोटे कारण है एवं स्वर्गत हो स्वर्गत पारिमोहन महापात्र से क्षमता केन्द्र थे पारिमोहन महापात्र पारे कतटा बेसी पहुँचेगा भितर से बहुत तिक्तता थिला विजय बाबू सागर ये कथा को लेकिन मत मंत्रिमंडल कहले मुख्यमंत्री कहते मु कैबिनेट मंत्री करी आई एम डिलाइटेड विथ योर वर्क ये कथा मत कहते अनेक कथार कृषि सागर मु जल संपद विभाग कार्यक्रम देखुली जो पानी पंचायत बिल आसला जदि ये जल संपद विभाग वाटर रिसोर्स मुख्यमंत्री रहा जे से बिल की मु पायलट कली बिल को आम राति पाइला से सब पाखापाखि होगा राति पाइबापी से बिल के पास करूँ ये भाव में अनेक कथार मो काम कर सुजोग सृष्टि होता किंतु विजय महापात्र सहित आपनक संपर्क घनिष्ठ थिला बोली अल्प वर्ष पर आपन को मंत्रिमंडल रो बाहर कर दिया गला कि मु विजय महापात्र सागरे राजनीतिक संपर्क रखी नथिली कि व्यक्तिगत संपर्क मंत्री थिला भी रखी ओके जोटा अन्य मानक पे सेतेबे ग्रहणीय हला नहीं ता सागर जो मनकर आवश्यकता थिला मंत्री हो कौन कौन कहले करहब से कथार कले से तो अतीत हो गला कि मुझे दिन रही मोर एग्रीकल्चर हॉर्टिकल्चर एवं जिते अलाइड सब्जेक्ट थिला से किसी ना किसी काम कर आज लोकों पाखे भी अच्छे किंतु आपण निजे भाबु नाहंती कि विधायक भाव में आपणकर जी अभिज्ञता रही 6 थर विधायक
ଥରେ ମନ୍ତ୍ରୀ ମଧ୍ୟ ହେଲେ, ପରବର୍ତ୍ତୀ ସମୟରେ ବିଜେଡି ଆପଣଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ମଧ୍ୟ କଲା, କିନ୍ତୁ ଆଉ ମନ୍ତ୍ରିମଣ୍ଡଳରେ ନବୀନ ବାବୁ ଆପଣଙ୍କୁ ସାମିଲ କଲେ ନାହିଁ, କାହିଁକି? ସେ ଉତ୍ତର ନବୀନ ବାବୁ ଦେଇପାରିବେ, କିନ୍ତୁ ମୋର ଗୋଟିଏ କଥା ହଉଛି ଯେତେବେଳେ ଯୋଉ ଦାୟିତ୍ୱ ମିଳିଛି ମୁଁ ନିଷ୍ଠାର ସହିତ କାମ କରିଛି। କିନ୍ତୁ ମତେ କୁହାହେଲା ଶେଷ ପର୍ଯ୍ୟାୟରେ ଆପଣଙ୍କ ଭିତରେ ଅବଶୋଷ ରହିଲା ନା ନାହିଁ? ମୋ ମନେ ଆଦୌ ଅବଶୋଷ ନାହିଁ, କାରଣ ମୁଁ ଦେଖିଲି ମନ୍ତ୍ରୀମାନେ କାମ କରିବାର ଯୋଉ ସ୍ୱାଧୀନତା, ମନ୍ତ୍ରୀମାନେ ଯେମିତି ଗୋଟେ ବିଭାଗର ମୁଖ୍ୟ ଭାବରେ କାମ କରିବା କଥା, ସେ ଧୀରେ ଧୀରେ ସଂକୁଚିତ ହେଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କହିବି ତ ସେ ଲିଭିଗଲା। ଆମର ମାମଲାତନ୍ତ୍ର ସେ ଅତ୍ୟନ୍ତ ସେତେବେଳେ ଶକ୍ତିଶାଳୀ ହେଲା। ବ୍ୟୁରୋକ୍ରାସି ଯେତେବେଳେ ପଲିଟିକାଲ ବସ୍ ମାନଙ୍କୁ ଡିକ୍ଟେଟ୍ କରିବେ, ସେତେବେଳେ ଡେମୋକ୍ରାସି ସରିଗଲା ବୋଲି ଧରିନେବେ। କେଉଁ ମସିହାରୁ ଅମଲାତନ୍ତ୍ର ଅଧିକ ଶକ୍ତିଶାଳୀ ହେବା ଆରମ୍ଭ କଲା ବୋଲି ଆପଣ ଭାବନ୍ତି? ଗୋଟିଏ ନବୀନଙ୍କର ଅସୁବିଧା ହେଲା, ନବୀନ ବାବୁ ଅଧିକ ନିର୍ଭରଶୀଳ ହେଲେ ଅମଲାତନ୍ତ୍ର ଉପରେ ଆରମ୍ଭରୁ, କାରଣ ସେ ରାଜନୈତିକ ଜୀବନ ସାଙ୍ଗରେ ନଥିଲେ। ଆରମ୍ଭରୁ ଯେତେ ନଥିଲା, ଆରମ୍ଭରୁ ରାଜନୀତି କଥାଟା ଦେଖୁଥିଲେ, କିନ୍ତୁ କ୍ଷମତା ସକ୍ସେସିଭ୍ ୱେରେ ଯେତେବେଳେ ଲୋକଙ୍କ ମ୍ୟାଣ୍ଡେଟ୍ ପାଇଲେ, ତାକୁ କୋଭଳି ଭାବରେ ଅପବ୍ୟବହାର କରିହେବ କିଛି ବ୍ୟକ୍ତି ଉଦ୍ୟମ କଲେ ଏବଂ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବରେ ସେ କଥା ମଧ୍ୟ ଗ୍ରହଣ କଲେ। ଏବଂ ଏ ଯେଉଁ ଶେଷ ପର୍ଯ୍ୟାୟ 14ରୁ 19, ଯେଉଁଥିରେ ଯେଉଁ ଭଦ୍ର ବ୍ୟକ୍ତି ବାହାର ରାଜ୍ୟରୁ ଆସି ଓଡ଼ିଶାରେ ସର୍ବଭାରତୀୟ ସର୍ଭିସରେ ଥିଲେ ଏବଂ ସେ ଏଭଳି ଭାବରେ କବଳିତ କରିଦେଲେ, ଦଳ ଶାସନ ତା ସାଙ୍ଗରେ ଅନ୍ୟ ସମସ୍ତ କ୍ଷମତା ଏ କେନ୍ଦ୍ରୀଭୂତ ଗୋଟିଏ ଜାଗାରେ ହେଲା ଏବଂ ଏଇ ଯେଉଁ କେନ୍ଦ୍ରୀଭୂତ ଆଧାର ଇଏ ଗୋଟିଏ ଗଣତନ୍ତ୍ର ବ୍ୟବସ୍ଥାର ପରିପନ୍ଥୀ। ଲୋକଙ୍କଠୁ ଆମେ ଦୂରେଇ ଗଲୁ, ଫଳସ୍ୱରୂପ ହେଲା। ତେଣୁ ମୋର ମନେ ନଥିଲା ଯେ ମୁଁ ମନ୍ତ୍ରୀ ଏଇ କାମ କରିବି, ମୁଁ ଜାଣିଛି ମନ୍ତ୍ରୀ ଏଇ କାମ କରିହେବନି, କିନ୍ତୁ ଗୋଟିଏ ସମୟରେ ଚାହୁଁଥିଲି ମୋତେ ବାଚସ୍ପତି କରିବା ଲାଗି ପ୍ରସ୍ତାବ କିଛି ଲୋକ ଦେଇଥିଲେ। ସେଇଟା ମଧ୍ୟ ଗ୍ରହଣୀୟ ହୋଇଥିଲା। ଆଉ କିଛି ବନ୍ଧୁମାନେ କହିଲେ ବାଚସ୍ପତି ହେଲେ ଅମର ଶତପଥୀ ବହୁତ ଇଣ୍ଡିପେଣ୍ଡେଣ୍ଟ ଫଙ୍କସନ୍ କରିବେ, ସେ ଆଉ କାହାକୁ ଶୁଣିବେ ନାହିଁ। କିନ୍ତୁ ମୋର ବାସ୍ତବରେ ମନ ସେୟା, ସେଥିରେ ମୁଁ ଆଉ ମୁଣ୍ଡ ନଇଁବିନି, କାରଣ ଛାତ୍ର ଜୀବନରେ ମୁଣ୍ଡ ନଇଁନି, ରାଜନୈତିକ ଜୀବନରେ କେଉଁଠି ମୁଁ କିଛି ତ କମ୍ପ୍ରମାଇଜ୍ କରିଛି କେଉଁଠି, କିନ୍ତୁ ମୁଣ୍ଡ ନଇଁକିରି ଆମର ବିଚାରର ବିନିମୟରେ ମୁଁ କରିନାହିଁ। ଏବଂ ଯୋଉଥିପାଇଁ 2019 ମସିହାରେ କେବଳ କିଛି ସମୟ ପାଇଁ କାମଚଳା ବାଚସ୍ପତି ହେବାର ସୁଯୋଗ ମିଳିଲା, କିନ୍ତୁ ଗୋଟେ ପୂର୍ଣ୍ଣକାଳ ବାଚସ୍ପତି ହେବାର ସୁଯୋଗ ମିଳିଲା ନାହିଁ। ମୋ ମନରେ ସେ ଗୋଟେ ରହିଗଲା ଯେ ମୁଁ ଟିକେ, କାରଣ ମୋର କାର୍ଯ୍ୟକ୍ରମ ଭିତରେ ଯେଉଁଠି ପାର୍ଲାମେଣ୍ଟାରୀ ଡେମୋକ୍ରାସି କୋଉଭଳିଆ ପାଠ ପଢ଼ିକିରି ଆସିଲୁ, ତାକୁ ଯେତେବେଳେ କାର୍ଯ୍ୟକାରୀ କରୁଥିଲୁ, ସେଥିରେ ମୋର ଅନେକ ରୁଚି ଥିଲା। ବିଧାନସଭା ପରିଚାଳନା କରିବା, ବିଧାନସଭାରେ ଯେଉଁ ଆଇନ ପ୍ରଣୟନ ହେବ ସେଥିରେ ଭାଗ ନେବା ଏବଂ ସର୍ବୋପରି ବିଧାନସଭାକୁ ଆମେ ଚଳେଇବା, ଯେଉଁଟା ବାଚସ୍ପତିଙ୍କ କାମ, ସେଥିରେ ମୋର ବହୁତ ଥିଲା, ରୁଚି ଥିଲା। ଦୁର୍ଭାଗ୍ୟ ହେଉଛି ସେ ସମ୍ଭବ ହେଲାନି। ଇଏ ତ ଗୋଟେ ରାଜନୀତି ଜୀବନରେ ଅନେକ କଥା ହୁଏ, ଅନେକ କଥା ହେଇପାରେ ନା, କିନ୍ତୁ ଅବଶୋଷ ନାହିଁ, ନ ହେଇପାରିଲେ କାମ କରିବାନି। ତା ସତ୍ତ୍ୱେ ବିଧାୟକ ଭାବରେ କାମ କରିଛି, ଲୋକଙ୍କ ସେବା କରିଛି, ଯେଉଁ ପ୍ରତିନିଧିତ୍ୱ ଯେଉଁ ଜାଗାରୁ ମୁଁ କରୁଥିଲି ମୋର ବର୍ଚ୍ଚଣା ନିର୍ବାଚନ ମଣ୍ଡଳୀରେ, ସେ ଲୋକଙ୍କୁ ମୁଁ ନିରନ୍ତର ଭାବରେ ସେବା ଦେଇଥିଲି, ଯାହାଫଳରେ କ୍ରମାଗତ ଭାବରେ 6 ଥର ମୋତେ ଜିତେଇବା ପାଇଁ ସେମାନେ ସହଯୋଗ ଦେଇଥିଲେ। ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ଏବଂ ଲୋକଙ୍କର ସେଇ ସ୍ନେହ ଶ୍ରଦ୍ଧା ଥିଲା। ଆଜି ବି ସେ ମୋର ପୁଞ୍ଜି। 24 ମସିହାରେ ଯେତେବେଳେ ମୋତେ ପ୍ରାର୍ଥୀ ହେବା ବଞ୍ଚିତ କଲେ, ସେ ସମୟରେ କହିଲେ ମୁଁ ଟିକଟ କିଏ କାଟି ଦେଇପାରେ, କିନ୍ତୁ ମୋ ସମ୍ପର୍କ ଲୋକଙ୍କ ସାଙ୍ଗରେ କାଟି ପାରିବନି। ସେ ବିଷୟରେ ମଧ୍ୟ ଆଲୋଚନା କରିବି, କିନ୍ତୁ এই ଘଟଣା ଚକ୍ରରେ ଟିକେ ପଛକୁ ଫେରିଯିବି। 2002 ମସିହାରେ ଆପଣ ମନ୍ତ୍ରିମଣ୍ଡଳରୁ ବାହାରି ଗଲେ, ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ବିଧାୟକ ଭାବରେ ଦାୟିତ୍ୱ ତୁଲାଉଥିଲେ, କିନ୍ତୁ ଏମିତି କ'ଣ ଘଟିଲା ଯେ ହଠାତ୍ ଆପଣ ବିଜେଡିରୁ ଏନସିପି ଆଡ଼କୁ ମୁହାଁଇଲେ? 4 ମସିହାରେ ମଧ୍ୟ ଏଜିମ୍ 24 ମସିହାରେ ହେଲା, ମୁଁ ଗୋଟେ 20 ବର୍ଷ ବ୍ୟବଧାନ ଭିତରେ ପୁଣି ସେଇ ଘଟଣା ଘଟିଲା ଯେ ବର୍ଚ୍ଚଣା ମୋତେ ତ ପ୍ରାର୍ଥୀ କରାଗଲାନି, ବର୍ଚ୍ଚଣା ନିର୍ବାଚନ ମଣ୍ଡଳୀ ବାହାରୁ ଜଣକୁ ଆଣି ପ୍ରାର୍ଥୀ କଲେ। ଏବଂ ସେ ସମୟରେ ମୁଁ ଯଦିଓ ମୋତେ ବହୁତ ଇଏ କଲା ପରେ ମୁଁ ସାମିଲ ଥିଲି, କିନ୍ତୁ ସେ କଥାଟିକୁ ମୁଁ ହଜମ କରିପାରିଲିନି। ପରବର୍ତ୍ତୀ ମୁହୂର୍ତ୍ତରେ ଓଡ଼ିଶାର ଯେଉଁ ରାଜନୈତିକ ସମୀକରଣ ହେଲା, ଯେଉଁଥିରେ ଏନସିପି ଗଠନ ହେଇଥିଲା, ବିଜୟ ମହାପାତ୍ର ଯାହାର ମୁଖ୍ୟ ନେତୃତ୍ୱ ନେଉଥିଲେ, ସେଥିରେ ଆମେ ସାମିଲ ହେଇଥିଲୁ। ଏଇଟା ହେଉଛି 6 ମସିହା ପରେ। 9 ମସିହାରେ 2009ରେ ଯେଉଁ ନିର୍ବାଚନ ହେଲା, ମୁଁ ଏନସିପି କି ଭାଗ ହେଲା ଏବଂ ଏନସିପିରେ ଆମେ ଥିବା ବେଳେ ସେତେବେଳେ ତତ୍କାଳୀନ ଯିଏ ନେତୃତ୍ୱ ନେଉଥିଲେ ପ୍ୟାରୀମୋହନ ମହାପାତ୍ର, ତାଙ୍କର ପ୍ରସ୍ତାବ କ୍ରମେ ମୁଁ ଏନସିପି ବିଜେଡ଼ିର ମିଳିତ ପ୍ରାର୍ଥୀ ହେଲି ବର୍ଚ୍ଚଣାରେ। ଏବଂ ଶରଦ ପାୱାର 2009 ମସିହାରେ
शरद पवार आसिले नवीन बाबू गले उभयंकर मीटिंग प्रथम मीटिंग ओडिशा रे हला मो निर्वाचन मंडल आरो से पीरियड गोटे एनसीपी पीरियड जो थिला से पीरियड मध्य आमर गोटे निज एनसीपी भारत वर्ष रे विशेष कोट नाही प्रभाव नथिला महाराष्ट्र थिला आउ केतक राज्य रे गामा थिला ओडिशा रे हम उद्यम करी 4 जन विधायक मध्य हेई पारिथिलु बीजेडी सहयोग रहिथिलु सेटा मध्य गोटे स्वाधीन भाव में काम करिवार मु विधायक दल नेता भाव निर्वाचित होइतिली काम करिवार सुयोग थिला ओके जेते बड़े 2012 मसीह रे प्यारी बाबू को जो हैला ताकर जो मिडनाइट ऑपरेशन को जाउची से कार्यक्रम भीतर नवीन बाबू तांको अलगा कले मत अनुरोध कले आसिक काम करने बीजेडी सह से कहले विजु बाबू को परिवार लोक कारण विजु बाबू को सब विजु बाबू को कथा आगे रखिलु आपण एका नुहंती ओडिशा एनसीपी संपूर्ण भाव जदि बीजेडी रे मिसी गला कहले किछि भूल हेबनी से विजय महात्मा अलगा करी ये सब घटना घटला से अति दुखद कथा राजनीतिक जीवन में गोटे व्यक्ति को किमित अलगा रखा जाए तार गोटे परीक्षागार है ओडिशा जी से कथा करथुले पर से अनुभव कले भूल करचंती से दी जन भीतर बंधुता जोर हैला कहा कहा भीतर प्यारी बाबू विजय बाबू भीतर एवं नवीन बाबू ये समूह घटना जानला परे भी से तांकर सम्मति होतला से भाबुतले मु निरंकुश क्षमता पाइबा को हेले मोर के जने प्रतिद्वंदी आगु को आसियो ताकू मैं आगु सुयोग दबानी ये कथा तांको परामर्शदाता माने कहले से भी ग्रहण करे से कथा एटा मो गोटे प्रश्न मो मनरे द्वंद्व सृष्टि करूची जे 2009 मसीह रे जते बेले शरद पवार एवं नवीन पटनायक आलोचना हैला एवं बीजेडी एनसीपी को समर्थन मध्य जणैला एनसीपी प्रार्थी बीजेडी को मध्य समर्थन जणैले गोटे मिलित भाव में निर्वाचन लड़ा गला एवं सेथिरे आपण मध्य बाजीमात कले किंतु 2012 रे प्यारी मोहन महापात्र मिडनाइट ऑपरेशन पर एमती कौन आवश्यकता पड़ा प्रकृत में संख्या गणित को नहीं गोटे कन्फ्यूजन बा भय सृष्टि है कि बीजेडी भितर आशंका सृष्टि है कि जो एनसीपी रो विधायक मानू बीजेडी रे सामिल होगापी पड़ा बा ऑफर आसला प्यारी सार बहु विधायक संपर्क रक्षा करते प्यारी सहयोग दौले नवीन धारणा है ये भाव में किसी विधायक रे जो संपूर्ण रूपे सांगे सहयोग देवे नेतृत्व पछे रही से मत अनुरोध करते जदिव दल विरोधी ये जो आमर अच्छी एंटी डिफेक्शन लॉ अच्छी दल बदलैले से मेंबरशिप कटिव ये भय अच्छी ये सबू कथा को रिस्क नहीं आम 12 मसीह पुणी आउ थे बीजेडी संगे सामिल होइतिलु मत गवर्नमेंट चीफ व्हिप करते ओके सेतेबेले सर गोटे चर्चा हुए यार सत्यता केते आज लोकलोचन को आपण आनिया पाई चाहिए कि जेतेबेले प्यारी बाबू विदा हेले बीजेडी रु सेतेबेले सरकारी दल को पुणी थरे फ्लोट टेस्ट देवाकू पड़ी था एभली एक योजना प्रस्तुत करा जाउथिला कि जेउथिपाई एनसीपी रो विधायक माननकू बीजेडी रे सामिल हेबा पई ऑफर आसी निश्चित नंबर गेम गोटे डेमोक्रेसी तो नंबर गेम होची मुख्य आम 4 जन जो प्यारियो मध्य आमको अनुरोध करते समर्थन देवाई मुझे मुहर मना कली मुझे आम बीजेडी एनसीपी रो बुझामणा है व्यक्तिगत भाव में देखिले नवीन दल सभापति जदिव प्यारी बाबू समस्त घटना प्रच्छत पटे करुले कि सभापति नवीन बाबू तेणु आम दल सांगे रही व्यक्ति सांगे रही से नंबर गेम आवश्यकता थिला गोटे स्थिर सरकार दबाक हेले गोटे मानसिकता सृष्टि करने एनसीपी मर्जर आवश्यकता थिला ओके सर आपण जनता दल रे थिले पूर्वरु जेतेबेले छात्र जीवन कथा कहवा एबीवीपी रे थिले परवर्ती समय बीजेडी को आसिले बीजेडी रु एनसीपी को गले एनसीपी रु पुणी बीजेडी को कमब्याक कले एमिति विभिन्न राजनैतिक दल रे आपण निजर भाग्य परीक्षा करिसेंती एहा राजनैतिक महल रे बा राजनैतिक दृष्टिकोण रु आपणकर राजनैतिक चिंताधारा और आदर्श को नहीं गोटे बड़ प्रश्न सृष्टि करे जे आपणक मानसिकता कौन राजनीति को नहीं ठीक कथा जो दल परिवर्तन हुए से आदर्शगत कथा जो विचार जो बड़ी दर्शन विश्वास करूँ से किसी विच्युति हुए किंतु जनता पार्टी रु जनता दल है बेले आमर ये समस्त घटना गोटे प्रक्रिया भितर है एथर किसी गोटे खास हम परिवर्तन है किंतु विजु जनता दल ये नुआ कथा है कारण जनता पार्टी गोटे सर्वभारतीय पार्टी था परवर्ती अवस्था जनता दल है ओडिशा रे विजु बाबू नेतृत्व में किंतु सर्वभारतीय पार्टी है आंचलिक दल गठन होगापर आमर दृष्टिभंगी संपूर्ण बदलला
ଏବଂ ବିଜୁ जनता दल ବିଜୁ ବାବୁଙ୍କ ଆଦର୍ଶକୁ ନେଇ ହେଲା ନବୀନ ବାବୁଙ୍କ ଏକକ ନେତୃତ୍ୱ ପ୍ରତିଷ୍ଠା ହେଲା। ନିର୍ଦ୍ଦିଷ୍ଟ ଭାବରେ ଆପଣ କହିବା ପାଇଁ ବର୍ତ୍ତମାନ ସମୟରେ ଟିକେ ସଂକୋଚ କରୁଛନ୍ତି କି ଯେ ଦିନେ ଯେତେବେଳେ ଆପଣ ଏବିଭିପି ବା ବିଜେପି ଚିନ୍ତାଧାରା ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କଲେ, ପରବର୍ତ୍ତୀ ସମୟରେ କିନ୍ତୁ ହୁଏତ କଂଗ୍ରେସ ବିରୋଧୀ ଯେତେବେଳେ ଜନତା ଦଳ କାର୍ଯ୍ୟ କରୁଥିଲା ଆପଣ ସେଥିରେ ସାମିଲ ହେଲେ, କିନ୍ତୁ ଆଞ୍ଚଳିକ ଦଳରେ ନିଜର ଭାଗ୍ୟ ପରୀକ୍ଷା କଲେ, ପୁଣି ଏନ୍ସିପିକୁ ଆସିଲେ। ଏହାରି ଭିତରେ ଆପଣ ନିଜର ରାଜନୈତିକ ମାନସିକତାକୁ କେଉଁଭଳି ଭାବରେ ତୋଲୁଥିଲେ? କେଉଁ ରାଜନୈତିକ ମାନସିକତା ଆପଣଙ୍କୁ ବେଶୀ ପ୍ରଭାବିତ କରୁଥିଲା? ମୁଁ ସବୁବେଳେ ଗୋଟିଏ କଥା ରଖିଥିଲି, ଗୋଟିଏ ଆମେ ଦେଶ ବଡ଼, ଆମର ଦେଶାତ୍ମବୋଧ ପ୍ୟାଟ୍ରିଅଟିଜିମ୍ରେ କମ୍ପ୍ରମାଇଜ୍ ହେବ ନାହିଁ ଏବଂ ଦେଶର ବୃହତ୍ତର କଥା ଦେଖିଲେ ରାଜ୍ୟର ମଧ୍ୟ ବିକାଶ ଦରକାର। ଯେଉଁଠି ଆମେ ମଧୁବାବୁଙ୍କ କଥା ପଢ଼ୁଥିଲେ ଯେ ଗୋଦରଗଡ଼ରେ ମାଉଁସ ଲାଗିଲେ ତାକୁ କୁହାଯିବନି ଯେ ବିକାଶ ହେଲା, ଏବଂ ଏ କଥାର ଏ ବିଚାରର ପ୍ରବକ୍ତା ହେଉଛନ୍ତି ବିଜୁବାବୁ ଓଡ଼ିଶା ରାଜନୀତି କ୍ଷେତ୍ରରେ। ସେ କଥାଟି ଆମ ମନରେ ସବୁବେଳେ ଥିଲା। ଆମେ ଯେତେବେଳେ ବିଜେଡ଼ିରେ ହେଲୁ ସେଇ କଥା କାର୍ଯ୍ୟକାରୀ କରିଥିଲୁ ଏବଂ ତା ପୂର୍ବରୁ ମଧ୍ୟ ଯଦିଓ ନ୍ୟାସନାଲ୍ ପାର୍ଟିରେ ଥିଲୁ, ଓଡ଼ିଆ ଓଡ଼ିଶାର କଥା ଏ କଥା ଆମର ଗୁରୁତ୍ୱ ଥିଲା। ବିଜୁବାବୁଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସର୍ବଭାରତୀୟ ସ୍ତରରେ ବିଜୁବାବୁ ନିଜ ପାଇଁ ଏବଂ ଦଳ ପାଇଁ ମଧ୍ୟ। 1990 ମସିହାରେ ଲଗାତାର ଭାବରେ ଆପଣ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ, କେବଳ ଗୋଟିଏ ଫାଙ୍କ ସ୍ଥାନ ରହିଗଲା 2004 ମସିହା। ଚାରିରେ ମୁଁ ଲଢ଼ିନି, ଭୋଟ ଲଢ଼ିନି। ଆଜ୍ଞା ଗୋଟିଏ ଗ୍ୟାପ୍ ରହିଗଲା 2004 ମସିହା। ଯଦି ଦେଖିବା ବିଜେଡ଼ିରେ ଆପଣଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଲା, ହୁଏତ କମ୍ ଅବଧି ପାଇଁ ମିଳିଲା, ଯାହା ଆପଣଙ୍କୁ ମନରେ କିଛି ମାତ୍ରାରେ ମନଉଣା ମଧ୍ୟ କରିଛି ପରୋକ୍ଷ ଭାବରେ ଆପଣ କହୁଛନ୍ତି, ଏବଂ ପରବର୍ତ୍ତୀ ସମୟରେ ଶାସକ ଦଳର ମୁଖ୍ୟ ସଚେତକ ମଧ୍ୟ ରହିଲେ। କିନ୍ତୁ 2024 ମସିହାରେ କାହିଁକି ବିଜେଡ଼ି ଆପଣଙ୍କୁ ଆଉ ଟିକେଟ୍ ଦେଲାନି? ଦଳ କାହିଁକି ଆପଣଙ୍କ ଉପରେ ଆଉ ଭରସା କରିପାରିଲାନି? ସେ କେବଳ ଦଳ ଭରସା ନେଇ ମୁଁ ମଧ୍ୟ ଦେଖିଲି ଏ ଯେଉଁ କାର୍ଯ୍ୟକ୍ରମ ସହିତ ମୁଁ ଖାପ ଖୋଇ ପାରୁନି। ଯେଉଁ କଥାଟି ଆପଣ ଆଉ ଗୋଟିଏ ଆଗରୁ ପଚାରୁଥିଲେ ଯେ କାମ କରିବାର ଯେଉଁ ସ୍ୱାଧୀନତା, କାମ କରିବା ଭିତରେ ଆମେ ଯେଉଁଭଳି ଭାବରେ ନିର୍ଦ୍ୱନ୍ଦରେ କରିହେବ ସେ କଥାରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହେଲା। ବିଧାୟକ ଭାବରେ କାମ କଲାବେଳେ ଅନେକ ଅଙ୍କୁଶ ରହିଲା ଏବଂ ଏଇ ଯେଉଁ ଇଏ ଗୋଟିଏ ଦୂରତ୍ୱ ସୃଷ୍ଟି କଲା ନେତା ଏବଂ ଆମ ଭିତରେ, ଏବଂ ନବୀନ ବାବୁ ଅନ୍ୟମାନଙ୍କୁ ଦୂରେଇ ଗଲେ। ସେ କାହା ସାଙ୍ଗରେ ଏ ସମୟ ଆଲୋଚନା କଲେନି। ସେ ଯେଉଁମାନଙ୍କ କଥାରେ କରିଲେ ସେମାନେ ଆମ କଥାଟାକୁ ବିଶେଷ ଭାବରେ ମୋ ଭଳି ଯେଉଁମାନଙ୍କର ସ୍ୱାଧୀନ ମତ ବ୍ୟକ୍ତ କରିବା ପାଇଁ ମନର ଭିତରେ ସେ କୌଣସି କମ୍ପ୍ରମାଇଜ୍ କରିବୁନୁ ତାକୁ ସେ ଗ୍ରହଣ କରିପାରୁନଥିଲେ। ସେ ଭାବୁଥିଲେ ସମସ୍ତେ ଅନୁଗତ ହୁଅନ୍ତୁ, ଏକାନ୍ତ ଅନୁଗତ ହେବା ପାଇଁ। ମୁଁ ଏକାନ୍ତ ଅନୁଗତ ହେଇନି କି ହେବାର ସମ୍ଭାବନା ନାହିଁ। ଆନୁଗତ୍ୟ ରହିଲାନି ବୋଲି ଆପଣଙ୍କୁ 2024ରେ ଟିକେଟ୍ ମିଳିଲାନି? ନିଶ୍ଚିତ ଭାବରେ ମନରେ ଧାରଣା ହେଲା ବୋଧେ ଆମ ସେଇଭଳି ବାର ଭରସା ସେ ଆମ ଉପରେ କରିପାରିଲେନି, ଟିକେଟ୍ କାହିଁ ମିଳିବନି। ମୋର ଜିତିବାର ସମ୍ଭାବନା ମଧ୍ୟ ଆସେ ସାର୍, ଯେ କୁଆଡ଼େ 2024 ମସିହାରେ ବିଜେଡି ଯେତେବେଳେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ ଚଢ଼ାଣେ ପ୍ରାର୍ଥୀ କଲା, ସେତେବେଳେ ଆପଣ ଓ ଆପଣଙ୍କ ସମର୍ଥକମାନେ ଭିତିରି ଭାବରେ ତାଙ୍କୁ ସମର୍ଥନ ଜଣାଇଲେ ନାହିଁ, ଯେଉଁଥିପାଇଁ ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ ବାଜିମାତ କରିପାରିଲେ ନାହିଁ ଏବଂ ଯେଉଁ ଆସନ ବିଜେଡି କବ୍ଜାରେ ବର୍ଷ ବର୍ଷ ଧରି ରହିଆସିଥିଲା ସେହି ଆସନ ବିଜେଡି ହାତରୁ ଚାଲିଗଲା। ମୁଁ ଯେତେବେଳେ ପ୍ରାର୍ଥୀ ନ ହେଲି ମୋର ଅନୁପସ୍ଥିତିରେ ଅନେକ ଘଟଣା ଘଟିଲା। କ'ଣ ସବୁ ଘଟଣା ଘଟିଲା? ଘଟଣା ଏଇଆ, ଯେଉଁମାନେ ଆମର ସମର୍ଥକ ଥିଲେ ସାଧାରଣ ଲୋକ ମଧ୍ୟ ଗ୍ରହଣ କରିପାରିଲେନି ରାଜ୍ୟ ଆମ ଅଞ୍ଚଳର ଯିଏ ମାଟିରେ ନୁହନ୍ତି ତାଙ୍କୁ ଆଣି ଆମ ଉପରେ ଲଦିବା, ଏବଂ ଏଭଳି ଜଣେ ପ୍ରାର୍ଥୀ ହେଲେ ଯାହାଙ୍କର ସାରା ଓଡ଼ିଶାର ନାଁ ଅଛି, ସାରା ଓଡ଼ିଶାର ସେଭଳି ସେବା ଅଛି, ଗ୍ରହଣ କରିପାରିଥାନ୍ତେ। ଏ କଥାଟି ତାଙ୍କ ପ୍ରାର୍ଥୀତ୍ୱ ଗ୍ରହଣୀୟ ହେଲାନି। ଦ୍ୱିତୀୟ ହେଉଛି ମୋ ଅନୁପସ୍ଥିତିର ସୁଯୋଗ ନେଲେ ଯିଏ ହେଲେ ବିଜେପିର ପ୍ରାର୍ଥୀ ହେଲେ, ସ୍ୱାଭାବିକ ଭାବରେ ତାଙ୍କର କାର୍ଯ୍ୟକ୍ରମ କଲେ। ଆମର ମଧ୍ୟ ସମର୍ଥକ କିଛି ଲୋକ ଯେଉଁମାନେ ଭାରତୀୟ ଜନତା ପାର୍ଟିରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଲେ ବା ପରୋକ୍ଷ ଭାବରେ ସହଯୋଗ ଦେଲେ, ଏଥିରେ କୌଣସି ବିଏ ନାହିଁ। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି କରିଥିଲେ ନିର୍ବାଚନରେ ମୁଁ ଅଂଶଗ୍ରହଣ କରିବିନି। ମୋ ନାଁ ବିଜେଡ଼ି ପ୍ରାର୍ଥୀ ନା ବିଜେପି ପ୍ରାର୍ଥୀ କାହା ସମ୍ପର୍କରେ ଯାଇ ଖୋଲାଖୋଲି ଭାବରେ ପ୍ରଚାର କରିନି। ମୁଁ ନିଜକୁ ଦୂରେଇ ରଖିଥିଲି। କିନ୍ତୁ ବ୍ୟକ୍ତିଗତ ଦୂରେଇ ରଖିବାରେ ମାନସିକ ସ୍ତରରେ କାହାକୁ ସମର୍ଥନ ଦେଉଥିଲେ ନା ନାହିଁ? ମାନସିକ ସ୍ତରରେ ରାଜନୀତିରେ ହୁଏ, ରାଜନୀତିରେ ସବୁବେଳେ ଯାଇକି ନିଜ ଫିଲ୍ଡରେ କାମ କରିବାକୁ ପଡ଼େ। ଏମିତି ମାନସିକ ଆମେ ଗାନ୍ଧୀ ନୁହନ୍ତୁ କି ଗୋପବନ୍ଧୁ ନୁହନ୍ତୁ, ଆମ ବିଚାରକୁ ନେଇ ଲୋକ ପଳେଇଯିବେ। ବ୍ୟକ୍ତିଗତ ଭାବରେ ଆମେ କ'ଣ କରିପାରିବା ଏବଂ ମୋର ଅନୁପସ୍ଥିତିରେ ନିଶ୍ଚିତ ଭାବରେ ଯେଉଁ ରାଜନୈତିକ କ୍ଷେତ୍ରଟି ଆମେ ପ୍ରସ୍ତୁତ କରୁଥିଲୁ ସେ କ୍ଷେତ୍ର ଅନେକ ଅଂଶରେ ବିଜେପି ଦଖଲରେ ଗଲା ଏବଂ ବିଜେପି ନିର୍ବାଚିତ ହେଇପାରିଲେ ପ୍ରାର୍ଥୀ। 2024 ନିର୍ବାଚନରେ ଆଉ ଏକ ଘଟଣା ମଧ୍ୟ ଘଟିଲା। କେବଳ ବିଜେପି କ୍ଷମତାକୁ ଆସିଲା ତାହା ନୁହେଁ,
जदि देखिबा जाजपुर भली जिला जहाँ बीजेडी रो गढ़ थिला ताहा संपूर्ण भाव में भुसुड़ी गला कहले किछि भूल हेबनी काहेकि एभली घटिला जो नेता मैंने भावती से आम सर्वमय नेता हो गलु कि बाटी गोड़ तलू खसुची बास्तवता सागे रहिले एवं ये जो अवास्तव अहंकारी जो भावना से जाजपुर को बहुत अंश क्षतिग्रस्त कराइला। जाजपुर गोटे विजु अंग समय गोटे दुर्ग होता नवीन अंग समय से था 7 को 7 आम विधानसभा मान जीतुले पार्लियामेंट जीतुले सबू जिला परिषद मेजोरिटी पंचायत समिति सबू पंचायत समिति 10टी पंचायत समिति थे किंतु सेतेबेले जाजपुर रे जो भाव निर्वाचन परिचालना हवा कथा से हैला नहीं। प्रार्थी चयन रे भूल रहिला ना केवल परिचालनागत त्रुटि प्रार्थी चयन रु आरंभ करी परिचालना पर्यंत उभय कथा रहिला ता पूर्व गड़ी गड़ी अनेक कथा आसिला जार नेट रिजल्ट हैला लोक हम दूरे गलु। तेबे यार भीतर गोटे गुरुत्वपूर्ण प्रश्न रोची जे आपण 2024 निर्वाचन परे परे गणमाध्यम प्रतिक्रिया रखिथिले जे अनेक दल आपणक सहित संपर्क रे अछंती से माने आपणक सहित कथबार्ता हेउचंती तेबे आगकू श्रीजुक्त अमर शतपथी कौन राजनैतिक दल में सामिल हो पारती कि निर्दिष्ट भाव में केउं सब दलरू आपणक सह जोगाजोग रही वर्तमान समय किए सीधा सड़क ऑफर देलेनी कि मते से समय प्रार्थी भाव मो राजनैतिक दल ना कहवा भावी लोक ठीक हेनी समय गड़ीगला कि से प्रार्थी हाँपे मत कही कि मुझे कहली जो दल में कम कर जो दल 6 थर मत सुजोग देती विजुबाबू नेतृत्व हो बा नवीन नेतृत्व हो मु हठात कि दल परिवर्तन करी आउ गोटे प्रार्थी हाँपे उचित हम ना मो मानसिकता ना लोक मत ग्रहण कर असुविधा था। द्वितीय कथा हूँ केवल जो आम प्रार्थी ना कथा छाड़ी राजनीतिक कार्यक्रम में मुझे सामिल नापी निष्पत्ति कली एवं ये जो सभ्य संग्रह नेलिनी बीजेडी नेलिनी कि एपर्यंत जो मुझे जोग नदेची अन्य जो राजनीतिक दल ओडिशार अच्छा यार ओडिशार कार्यक्रम नहीं से जोगाजोग अच्छा कि एपर्यंत निष्पत्ति करना आहरी लोक आम नौ मतामत नौ आम गोटे चूड़ांत प्रक्रिया पहुँचले मुझे साधारण भाव में कहीपर आगे को जो पंचायत निर्वाचन आसूची ता पूर्व गोटे पंचायत इलेक्शन सार किसी ना ये जो साधारण निर्वाचन पूर्व निष्पत्ति हम पंचायत निर्वाचन प्रक्रिया गोटे इमिति गोटे सरकारीकरण हो गला जो पंचायत प्रतिनिधि मैंने आमर जीति ओवरनाइट से बदली देले ओडिशा विभिन्न जगह ब्लॉक लक्ष्य करुवे पंचायत समिति चेयरपर्सन सिंबल रोनी एपरी जिला परिषद सिंबल ही से मत बदली देले तेणु पंचायत इलेक्शन को विशेष भावुची किसी राजनैतिक गुरुत्व देवा उचित नुहे ये गोटे विकास करने गोटे मध्यम होदियो गांधी को जो परिकल्पना थिला राजनीति तो दूरे रही पंचायत राज व्यवस्था को राजनीति मुक्त करने आज से व्यवस्था नहीं क्यों साधारण निर्वाचन पूर्व निष्पत्ति करा पड़ो राजनीतिक कार्यक्रम भितर कम करें कौ कथाटी आमको कम कर सुजोग मिल लोक समर्थन पाइपर यार भितर पब्लिक वरिष्ठ नेता मध्य गोटे आंचलिक दल गठन पर विचार विमर्श करुवा कथा चर्चा को आसूची यह सत विचार विमर्श बहुत हुए राजनीति लोग बसिले कथबार्ता हमें आंचलिक दल गठन नहीं चर्चा होची आंचलिक दल कथा केतक प्रस्ताव अच्छी केतक जातीय दल में सामिल हवा ये सब कथा अच्छी कि सी तार गोटे एभली तरल अवस्था अच्छी जार कौन निर्दिष्ट रूपरेख नहीं कि से संपर्क में आमर गुरुतर सहित कि विचार करना तेबे वर्तमान समय कौन प्रकार प्रारंभिक प्रक्रिया आरंभ होती कि एवं केउ नेता माने एथिरे आपन को सहयोग करूचंती नाट के नेबा पई चाहिबे कि नहीं नाम नवा ठीक हम ना कहीं नब कार किंतु जो मैंने राजनीतिक कार्यक्रम में यही विचार कथार जो मैंने चाहूँगी ओडिशा द्रुत विकास चाहूँगी बा गोटे स्वाधीन भाव में कम कर जो सुजोग अच्छी सर्वोपरि हूँ लोक कम कर गोटे मध्यम जहाँ हम जो इन्स्ट्रुमेंट हम से इन्स्ट्रुमेंट सहायक हम ये कथा को दृष्टि रखी जो मैंने विचार करकाठी हो बहु लोक एकाठी हो आपण वर्तमान कहते जे 2029 निर्वाचन पूर्व आपण गोटे चूड़ांत निष्पत्ति नेबे जे केउ दल रे सामिल हेबे बा केमिति निर्वाचन लढिबे तेबे वर्तमान पई आपण 2029 रो एजेंडा केमिति प्रस्तुत करबा आरंभ कलेनी एजेंडा पे किसी हम करनु वर्तमान पे हम पब्लिक लाइफ रे अछु मोबाइल मध्य अनेक लोक अछन जे माने राजनीतिक दल रे काम न करी मध्य लोक काम करूचंदी मु तांका भितर जणे मु आशावादी केवल राजनीतिक दलर सहारा नेले काम करहब ये कथा नुहे
जदि निजर व्यक्तित्व निजर जो भाव में संपर्क थिबो तार मध्य कौन से दलर अंकुश विहीन काम करिवार सुजोग रही से सुजोग को व्यवहार करछे वर्तमान। ओके राजनीतिर एक दीर्घ मियादी जीवन भितर आपण हारजित देखिचंती राजनीतिर गोटी चालन देखिचंती किंतु निर्दिष्ट भाव में केउं घटना आपण को सबुठु अधिक दुखी करिछि एवं केउं घटना आपण को अधिक सुख आनी देछि? दुख होची 24 मसीह जो दलर आम प्रतिष्ठा सभ्य थिलु जो दल गढ़ी ये गोटे शक्तिशाली आयुध होता ओडिशार विकास करने लोकंकर मध्य अजाचित समर्थन थिला ये सबू थाईकि से दल आज क्षमताच्युत है 21 पार्लियामेंट सभ्य 20 सभ्य बीजेपी जितेला ये गोटे चिंतार कारण जो मैंने जो साधारण भाव में कहते कहीं आम परसेंटेज भोट अच्छी तार किसी माने हुए ना डेमोक्रेसी सब नंबर गेम काउंट्स नंबर दृष्टि आम भारत वर्ष जो स्थिति जाहिर कर विजु जनता दल लोकसभा आमर शू नहीं गला राज्यसभा मत केतक मेम्बर पड़े आसिले ये कथाटी मु गोटे दलर जेहेतु से दीर्घ दिन धरी कम कर मन दुख आनी सुख गोटे कथा देखुचे ओडिशार विकास करने आज भी किसी लोग जो मैंने स्वाधीन चेता लोक अच्छा से मैंने एकजुट हेले कथा संभव हो पार निराश भितर ना आशा करूँ आलुओ आसब समयर कथा। तेबे वर्तमान समय जो राजनेता माने एकाठी बैठक करुचंती अनेक वर्षियान नेतांकर बैठकर खबर लगातार भाव में गणमाध्यम प्रकाश पाउछि आगकू जो आंचलिक दल कथा नहीं गोटे आभास वर्तमान समय मिलूची ता प्रकृत में 2029 पूर्व सफल हो आप भावुंट कि 2029 मसीहा पूर्वर अनेक समय अवधि अच्छी एवं तो कहवा कष्ट हेले भी किंतु गोटे क्षेत्र अच्छी काम करने ओडिशा रे केवल जातीय स्रोत नुह आम ओडिशार स्वार्थ को आखि आगे लगी काम करहब अनेक लोक ये विचार रे जो माने अछंती से माने एकाठी हेले स्वाभाविक घर दल है कि दल गठन प्रक्रिया आरंभ ही नहीं किंतु मो समीकरण ये बदल कहूँ ये समीकरण भितर नुआ कथा भी आविर्भाव कर नुआ नुआ कथा राजनीतिक नूतन राजनीतिक शक्ति हबार असुविधा नहीं बा जो गुड़िक अच्छी जो कार्यक्रम को आउटे बदले कम कर उभय कथा आमर खोला मन अच्छी आम किसी मन स्थिर करना तेबे एभली एक घड़ीसंधि मुहूर्त वर्तमान समय आपण विचार विमर्श करुचंती तेबे मोर निर्दिष्ट प्रश्न रहिबो शेष प्रश्न रहिबो जे राजनैतिक जीवन रे एते सब उत्थान पथन हार जीत दल बदलवा टिकेट मिलवा न मिलवा मंत्री पदर समय अवधि मंत्री पदर सुजोग मिलवा न मिलवा व्यक्तिगत जीवन में आपन को कौन प्रभावित करिछि? व्यक्तिगत मन में दुख रही जाऊँगी आमर जो जीवन अवधि सीमित जिते कम कर शक्ति सामर्थ्य भगवान को देइछन्ति आमको से समय आम कौन पदवी दृष्टि नुह किंतु काम कर सुजोग को आम हाथ छड़ा करुँ मन में दुख रोचे अनेक कथा ओडिशार करहब कारण ओडिशार मुझे जो जो कथा कहते आम संपद अच्छे आम कहीं न कर आम कृषि भित्तिर 10टी एग्रो क्लाइमेटिक जोन अन्य कौन देश राज्य में ना आम देशर ओडिशार चाषी मान बहुत परिश्रमी उद्यमशील ओडिशार जल संपद हूँ 10 भाग सर्वभारतीय स्तर जहाँ अच्छे आम तदर 10 भाग ओडिशार अच्छे सबू सुविधा सुजोग थाए आम न कर सी हूँ गोटे आमर विडंबना कहया भाग्यर तेणु ये विडंबना को दूर करी खनि खादान केवल उपर नुह ओडिशार एक सामग्रिक विकास करने गले सांस्कृतिक विकास करने गले ओडिशार जो अस्मिता कथा कहूँ आमर जहाँ निजस्व अच्छी से निजस्व को भारत वर्ष बाहर प्रकाश कर सुजोग रही जो राजनीतिक दल गुड़िक आयुध हेबे। ओके तेबे साक्षात्कार को शेष करने पूर्व सर आपण को परिवार विषय किसी जानिया चाहिए? मु गोटे मध्यमित परिवार मोर जन्म और बापा जने शिक्षक थे स्वाधीनता पूर्व वर्तमान भर्नाकुलार पढ़ी थे शिक्षक जीवन में मत पाठ पढ़ेले घरे जहाँफल 5म श्रेणी पर्यंत कौन स्कूल में जाइनि आम 4 भाई आमर बड़ भाई अब ना पुलिस अफसर थे आउ जन भाई डाक्तर आउ जन भाई स्वाधीन भाव में व्यवसाय कर भाव में आमर जो बृहत्तर मोर गोटे भौणी
ये समूह परिवार को देखिले मो राजनीति परिवार उपर बेसी गुरुत्व देइछि मो परिवार उपर गुरुत्व कम मोर बृहत्तर राजनैतिक परिवार ही प्रकृत परिवार मोर परिचय से विशेषकर जो माटी को प्रतिनिधित्व कली बर्चना को मध्य मु एक पारिवारिक बंधन सूत्र बांधी रखी जो लोक स्नेह श्रद्धा बहुत समय अजाड़ी देते तेरे निजर जो व्यक्तिगत परिवार रही से परिवार आगामी समय आपण क्या राजनैतिक व्यक्तिगत परिवार चाहिए कि मोर पुओ सी उच्च शिक्षा पाई बाहर भारत वर्ष बाहर से तार LLM करी आईन वृत्ति रे अच्छे स्वाधीन वृत्ति रे अच्छे मुझे चाहिए नहीं से चाकरी करूँ बर्तमान मुकलाती करुच्ची कटक हाइकोर्ट कर सुप्रीमकोर्ट कर कोर्ट भी आसूँ सी निष्पत्ति करेंगे लोक निष्पत्ति करेंगे कौन से कर राजनीति जीवन में कि मु जन को प्रपोज कर आगू नहीं राजनीति करा एक मुझे चाहूनी मु चाहूँगी ता वृत्ति से आहरी उत्कर्षता पाऊ परवर्ती मुहूर्त से निष्पत्ति कर साधारण जीवन को आसो कि ना कारण ये गोटे कंटकमय जीवन राजनीति जो मैंने दूर देखुन या भारी भल लगे पदवी पाँच क्षमतार अच्छा सब कथा कर राजनीति जीवन कंटकित कौन संघर्षमय कौन आमर अनुभव अच्छे और मुझे चाहूनी मो गोटे परिवार निर्भरशील होकर राजनीति निर्भरशील न अर्थात आपण भावुंट वर्तमान समय जे राजनैतिक जीवन में अनेक आह्वान रही है जो आपण को पुओ राजनीति को आसतु ना एक सीधा सड़क भावुं कि न आसतु बोली कहूनी कि सी आसवे लोक द्वारा आदृत हो कि लदी देवी मो पुओ हिसाब से नुह तार निजर किसी व्यक्तित्व सृष्टि कर गोटे टीम बर्चना ना गोटे संगठन से गढ़ी से टीम बर्चमान कम हो वृक्षारोपण करवा रक्तदान करवा जो ट्रेन ट्राजेडी है आमर बाहानगारे से प्रथम जाजपुर जिलूर टीम बर्चमान जा रक्त संग्रह करता युवक मैंने अनेक रोगी मान चिकित्सा करवा ये जितक सामाजिक कम से संपृक्त अच्छे जाने ना सामाजिक कार्यक्रम के दूर आगू नब कि रुचि अच्छी परवर्ती मुहूर्त राजनीति निष्पत्ति सी करें मुझे कौन करी न करी किंतु जो कंटकित शब्दटी आप धरिले यह मत चलचित्र रे अमरेश पुरी गोटे डायलॉग मन पकई देउची जदियो यह सामान बोली आमे कहबानी किंतु समांतराल कहबा कहीं चलचित्र रे अमरेश पुरी गोटे निर्दिष्ट पदवी को नहीं कही जे मुख्यमंत्री हेबा केते कष्टकर लोकों गाली शुणा पड़े स्नेह मिले ममता मिले आलोचना समालोचना सबू मिले किंतु आपण मध्य समांतराल भाव में मत देते तेणु आपण गोटे निर्दिष्ट पदवी को नहीं मत देना किंतु राजनीति को कंटकित पथ बोली कहीं कहले राजनीति कंटकित कहले किसी लोकों जो तांकर जो लिगासी ताकू नहीं राजनीति जीवन करते कंटकित लगे ना से लिगासी माध्यम हुए ऊपर को जीवा लगे किंतु संघर्ष कर उठिबार से जो राजनीतिक जीवन टी कंटकित कि आनंद अच्छे मु नुहे जे कंटकित मैंने बहु कष्ट होगा मन में सतोष आसे दी प्रकार कथा गोटे हूँ प्रारब्ध को लेकिन किए कम कर किए निजर उपलब्धि की लेकिन आगू जाऊँ मुझे द्वितीय श्रेणी मो पुओ भी सही श्रेणी हो मुझे चाहूँगी तेज 2029 मसीह आपण निर्वाचन लड़ाई प्रस्तुत होती ना जदि पुओ आग्रह प्रकाश करती रास्ता छाड़ी देवाई मन बल आप जो प्रश्न पचार अनेक कथा आसो एवं आकलन करवा ठीक हम बहुत बहुत धन्यवाद श्रीयुक्त शतपथी आपणकर तमाम आलोचना एवं मन खोली ओडिशा राजनीतिर इतिहास एवं आपण जीवनर गतिपथ एवं वर्तमान स्थिति एवं भविष्यतर आकलन को अति सरल और सहज भाव में विश्लेषण करिथिबा जोगु सर नमस्कार धन्यवाद मध्य जे दर्शक मानकर पहुँचबार एक सुजोग आपण देइछन्ते बहुत धन्यवाद आज केते कथा कार्यक्रम को एठी रखुछु एभली आलोचना एवं वरिष्ठ राजनेता मानकर अभिज्ञता तांकर वर्तमान और भविष्यतर एजेंडा विषय जानिबा पाई ओडिशा लाइव को आमर सोशल मीडिया प्लेटफॉर्म यूट्यूब इंस्टाग्राम फेसबुक रे लॉगिन करंतु सब्सक्राइब करंतु शेयर करंतु एवं एभली आलोचना उपरे आपणकर मत कौन कमेंट बॉक्स रे निश्चित भाव में लिखंतु रहुछि नमस्कार।